ଜୀବନ ଦର୍ଶନର ମୁକୁର। ସ୍ୱଭାବ କବି ଗଙ୍ଗାଧର ମେହେର 1862 ମସିହାର ଅଗଷ୍ଟ ମାସ 9 ତାରିଖ ପୂର୍ଣ୍ଣିମା ତିଥିରେ ଜନ୍ମଗ୍ରହଣ କରିଥିଲେ। ସେ ସାହିତ୍ୟ ଆକାଶର ଅନ୍ଧକାରକୁ ଦୂର କରି ଆମର ଏ ସମାଜ ପାଇଁ, ଏ ଦେଶ ପାଇଁ, ଏ ରାଜ୍ୟ ପାଇଁ ଅଶେଷ କଲ୍ୟାଣ ସାଧନା କରିଛନ୍ତି। ଏ ସାହିତ୍ୟ ଆକାଶର ଅନ୍ଧକାରକୁ ଦୂର କରିବା କ୍ଷେତ୍ରରେ ବାଲ୍ୟାବସ୍ଥାରୁ ସେ ଯଦିଓ ଔପଚାରିକ ଶିକ୍ଷା ପାଇଁ କିଛି ସୁଯୋଗ ପାଇନଥିଲେ, ତଥାପି ତାଙ୍କର ସକ୍ରିୟ ଚେଷ୍ଟା ବଳରେ ଆମର ସାହିତ୍ୟ ସାଧନର ଶିଖର ଦେଶରେ ସେ ପହଞ୍ଚି ପାରିଥିଲେ। ବୃତ୍ତିରେ ସେ ଜଣେ କଚେରୀର ମୋହରି ଥିଲେ ମଧ୍ୟ ସାହିତ୍ୟ ପ୍ରତି ତାଙ୍କର ଦାନ ଏ ସମାଜ କେବେ ଭୁଲି ପାରିବ ନାହିଁ। ଆଦ୍ୟ ଜୀବନରେ ସେ ରୀତିଯୁଗୀୟ ଢାଞ୍ଚାରେ ତାଙ୍କର କାବ୍ୟ ରଚନା ଆରମ୍ଭ କରିଥିଲେ, ଯଥା ରସକଲ୍ଲୋଳ ଏବଂ ଅହଲ୍ୟାସ୍ତବ ତାର ଦୁଇଟି ନମୁନା। ପରବର୍ତ୍ତୀ ସମୟରେ ସେ ରାଧାନାଥ ରାୟଙ୍କ ପ୍ରଭାବରେ ଆଧୁନିକ ସାହିତ୍ୟର ଜୟଯାତ୍ରାକୁ ସେ ଆରମ୍ଭ କରିଥିଲେ। ତେବେ ଏ ସମ୍ପର୍କରେ ଅଧିକ ଚର୍ଚ୍ଚା ପାଇଁ ଆମ ଗହଣରେ ଆଜି ଏପରି ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ ଉପସ୍ଥିତ ଅଛନ୍ତି, ଯିଏକି ବୃତ୍ତିରେ ଜଣେ ପଶୁରୋଗ ବିଶେଷଜ୍ଞ ହେଲେ ମଧ୍ୟ କାର୍ଯ୍ୟଧାରାରେ ସେ ଜଣେ ଗାଳ୍ପିକ, ସମାଲୋଚକ ଏବଂ କବି ମଧ୍ୟ, ଯିଏକି ତାଙ୍କର ଗଳ୍ପ ପାଇଁ, ଗଳ୍ପ ତରାଟ ଫୁଲ ପାଇଁ 2010 ମସିହାରେ ଶ୍ରେଷ୍ଠ ଗାଳ୍ପିକ ପୁରସ୍କାର ପାଇଛନ୍ତି। ସେ ହେଉଛନ୍ତି ଏହି ମୟୂରଭଞ୍ଜ ମାଟିର ଜଣେ ଅନନ୍ୟ ପ୍ରତିଭା। ଏକ ଦିନ ମଜୁରିଆ ଘରେ ଜନ୍ମଗ୍ରହଣ କରି ମଧ୍ୟ ଜୀବନରେ ହାର ମାନିନଥିବା ବ୍ୟକ୍ତିତ୍ୱ ଶ୍ରୀଯୁକ୍ତ ମିତ୍ରଭାନୁ ତନ୍ତୀ ମହୋଦୟ। ତାଙ୍କୁ ଆଜିର ଏହି ଆଲୋଚନା ପାଠଚକ୍ରକୁ ସ୍ୱାଗତ କରୁଛି। ମିତ୍ରଭାନୁ ସାର୍ ଙ୍କୁ ଏବେ ଅନୁରୋଧ କରୁଛି ସେ ତାଙ୍କର ବକ୍ତବ୍ୟ ରଖନ୍ତୁ। ମିତ୍ରଭାନୁ ସାର୍। ଧନ୍ୟବାଦ ଯୁଧିଷ୍ଠିର ବାବୁ। ସାର୍ ଆଜ୍ଞା, ହ୍ୟାଲୋ, ହଁ ମୋ ହଁ କଥା ସାର୍ ଶୁଣା ଯାଉଛି ତ? ଶୁଭୁଛି। ହଉ, ଆଜ୍ଞା ସାର୍, ଆଜିର ଏ ଆଜ୍ଞା। ପ୍ରାସଙ୍ଗିକ, ହଁ, ଧନ୍ୟବାଦ ସାର୍। ଆଜିର ଆଜ୍ଞା ଏ ପ୍ରାସଙ୍ଗିକ କାର୍ଯ୍ୟକ୍ରମରେ ମୋର ଯେଉଁମାନେ ଯୋଡ଼ି ହୋଇଛନ୍ତି ସମସ୍ତଙ୍କୁ ମୋର ଭକ୍ତିପୂତ ପ୍ରଣାମ ଜଣାଉଛି। ଯାହା ହଉ ଆପଣମାନଙ୍କ ଗହଣରେ ଆଜି ମୁଁ ଆଲୋଚ୍ୟ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଯେଉଁ ସୁଯୋଗ ପାଇଛି ସେଇଟା ମୋର ଗୋଟିଏ ଭାଗ୍ୟ। ଆଉ ଆପଣମାନେ ମୋର ଆଲୋଚ୍ୟ ପ୍ରସଙ୍ଗକୁ ଶୁଣିବା ପାଇଁ ଆଜି ଯେଉଁ ସମୟ ଅତିବାହିତ କରିବେ ସେଇଟା ମୋର ଗୋଟିଏ ସୌଭାଗ୍ୟ। ଯାହା ହଉ ଯୁଧିଷ୍ଠିର ବାବୁ, ଆପଣଙ୍କର ମୁଁ ଦେଖିଲି ବିବେକାନନ୍ଦ ସାଂସଦ ମୟୂରଭଞ୍ଜର ଗୋଟିଏ ଆଲେଖ୍ୟ ଅଛି ଆପଣଙ୍କର, ଆମର ପ୍ରକୃତି ଆମର ସଂସ୍କୃତି। ପ୍ରକୃତରେ ଗୋଟେ ସଂସ୍କୃତି କହିଲେ ବୁଝାଯାଏ ସଂସ୍କୃତି ହେଉଛି ଜୀବନର ସବୁ କିଛି। ତେଣୁ ସେ ଚାଣକ୍ୟର ଗୋଟେ ପଦ ଥିଲା ଯେ ଯେଉଁ ବ୍ୟକ୍ତି ଟିକକ ମାତୃ ଗର୍ଭରୁ ଜାତ ଜଣେ ବ୍ୟକ୍ତି ମାତୃ ଗର୍ଭରୁ କେବେ ଜାତ ହୁଏ ନା, ସେ ଗୋଟେ ସଂସ୍କୃତିରୁ ଜାତ ହେଇଥାଏ ଏବଂ ସେ ସଂସ୍କୃତିଟା ଗୋଟେ ରାଷ୍ଟ୍ର ସଂସ୍କୃତି ହେଇଯାଏ। ଯେଉଁ ବିବେକାନନ୍ଦର ଆଦର୍ଶ, ଯେଉଁ ପ୍ରକୃତିକୁ ପାଥେଇ କରି ଆପଣମାନେ ଆଜି ସାରା ବିଶ୍ୱରେ ଥିବା ତାଙ୍କର ସୁଗୁଣାବଳୀକୁ ଆଜି ଉଜ୍ଜୀବିତ କରିବା ପାଇଁ ପ୍ରଚେଷ୍ଟା କରୁଛନ୍ତି। ଓଡ଼ିଶାର ଯେଉଁ କୁସଂସ୍କାର ଭ୍ରଷ୍ଟା ସମାଜକୁ ଯେଉଁ ଅଙ୍କା ବଙ୍କା ହୋଇଯାଇଛି ତାକୁ ସଜାଡ଼ିବାର ଯେଉଁ ପ୍ରୟାସ କରିଛନ୍ତି ବିବେକାନନ୍ଦଙ୍କର ଯେଉଁ ଗୁଣ ଗାରିମାକୁ ଅନ୍ୟମାନଙ୍କର ନିଜ ଦ୍ୱାରା ଯେତିକି ଜାଣିଛନ୍ତି ଅନ୍ୟମାନଙ୍କ ଦ୍ୱାରା ଯାହା ପ୍ରସାରିତ କରିବାର ଯେଉଁ ପ୍ରୟାସ ଜାରି ରଖିଛନ୍ତି, ତେଣୁ ଆପଣମାନଙ୍କୁ ମୁଁ ବହୁତ ଧନ୍ୟବାଦ ଜ୍ଞାପନ କରୁଛି। ବିବେକାନନ୍ଦ ଗୋଟେ କଥା କହିଥିଲେ, ମଣିଷ ତୁମେ ପ୍ରକୃତିସ୍ଥ ହେଇଯାଅ, ଅନ୍ତଃସ୍ଥ ହେଇଯାଅ, ଯଦି ଈଶ୍ୱରଙ୍କର ସତ୍ତା ତୁମେ ଲାଘବ କରିପାର। ଆପଣ ମୋତେ ମଧ୍ୟ କହିଥିଲେ ମୟୂରଭଞ୍ଜର କଥା ସାର୍ ଟିକେ କହିବେ। ପ୍ରକୃତି ପୂର୍ଣ୍ଣ ଏ ମୟୂରଭଞ୍ଜ, ସେ ପ୍ରକୃତି ଭିତରେ ହିଁ ଈଶ୍ୱରଙ୍କର ସତ୍ତା ମିଳେ। ତେଣୁ ସେଇ ପ୍ରକୃତିକୁ ଯଦି ଆମେ ଅନ୍ୱେଷଣ କରିବା, ଅନୁସନ୍ଧିତ୍ସ ହେବା, ତାହେଲେ ଈଶ୍ୱରଙ୍କର ସତ୍ତା ଆମେ ପାଇପାରିବା। ପ୍ରକୃତି ଗୋଟେ ବାହ୍ୟ ପ୍ରକୃତି ହୁଏ, ଗୋଟେ ଅନ୍ତ ପ୍ରକୃତି। ତେଣୁ ବାହ୍ୟ ପ୍ରକୃତିରେ ଯାହା ବି ଦେଖୁଛନ୍ତି ମାନବର କଲ୍ୟାଣ ସାଧିତ ହେଉଛି, ଆଉ ଅନ୍ତ ପ୍ରକୃତିକୁ ଅନ୍ତଶୋଧନ କଲେ ଈଶ୍ୱରଙ୍କର ସତ୍ତାର ନିକଟବର୍ତ୍ତୀ ଆମେ ହୋଇପାରୁଛନ୍ତି। ତେଣୁ ଗୋଟେ କୁହାଯାଏ, ଗୋଟେ ଗୀତାରେ ଗୋଟେ ବାଣୀ ଥିଲା
ଯେ ଅର୍ଜୁନକୁ ଯେତେବେଳେ ସେ ବିଶ୍ୱରୂପ ଦର୍ଶନ ଦେବା ପୂର୍ବରୁ ଗୋଟେ କଥା କହିଥିଲେ ଶ୍ରୀକୃଷ୍ଣ, ଶ୍ରଦ୍ଧାବାନ ଲଭତେ ଜ୍ଞାନ ତତ୍ପର ସଞ୍ଜତେନ୍ଦ୍ରିୟ ଜ୍ଞାନ ଲବ୍ଧଂ ପରାଂ ଶାନ୍ତି ଅଚିରଣ ଅଧିଗଚ୍ଛତି। ତାହେଲେ ସେଇ ପଞ୍ଚଇନ୍ଦ୍ରିୟ 25 ପ୍ରକୃତି କଥା ସେଇଠି ମଧ୍ୟ ଥିଲା, ଯେ ଯୋଉ ପ୍ରକୃତିର ସଂଯମତା ନାହିଁ, ଯୋଉ ପ୍ରକୃତିର ନିରହଙ୍କାରତା ନାହିଁ, ସେଇ ପ୍ରକୃତି ବଳରେ ମନୁଷ୍ୟ କୌଣସି କିଛି ଜୟ ଲାଭ କରିପାରେ ନାହିଁ। ତେଣୁ ସଂସ୍କୃତି ହେଉଛି ସମାଜର ମେରୁଦଣ୍ଡ। ବେଶଭୂଷା, ଆଚାର ବିଚାର, ଉଚ୍ଚାରଣ ଆଚରଣ, ଏସବୁ ଗୋଟିଏ ହେଉଛି ସଂସ୍କୃତିର ମେରୁଦଣ୍ଡ। ଆଉ ଯଦି ମେରୁଦଣ୍ଡ ବଙ୍କେଇ ଯାଏ ତାହେଲେ ସବୁ କିଛି ବଙ୍କେଇ ଯାଏ। ତେଣୁ ଏ ପ୍ରକୃତିକୁ ନେଇ ଏ ସମାଜ ତିଷ୍ଠିବ, ରାଷ୍ଟ୍ର ଗଠନ ହେଇପାରିବ। ତେଣୁ ଗୋଟିଏ ବ୍ୟକ୍ତିର ସଂସ୍କାରରୁ ସଂସ୍କୃତି, ଗୋଟେ ବ୍ୟକ୍ତିର ଯଦି ସଂସ୍କାର ଯୁକ୍ତ ହେଇ ଜନ୍ମ ହୁଏ, ସେ ପରିବାର ସଂସ୍କାର ଯୁକ୍ତ ହେଇଯିବ, ପରିବାରରୁ ସମାଜ, ସମାଜରୁ ତାପରେ ଯିବ ରାଷ୍ଟ୍ର ନିର୍ମାଣ। ତେଣୁ ଆପଣମାନେ ଯୋଉ ବିଷୟବସ୍ତୁ ଆଜି ରଖିଛନ୍ତି ବିବେକାନନ୍ଦ ଉପରେ, ସେ ବିବେକାନନ୍ଦ ସାରା ବିଶ୍ୱରେ ନିଜର ଯୋଉ ଧର୍ମ ପ୍ରଚାର କରନ୍ତୁ, ଅର୍ଥନୈତିକ ରାଜନୈତିକ ବର୍ଣ୍ଣ ବୈଷମ ଯାହା କିଛି ସେ କହୁଥିଲେ, ପ୍ରକୃତିର ପରିବର୍ତ୍ତନ ପାଇଁ ସେ ଅଣ୍ଟା ଭିଡ଼ିଥିଲେ। ପ୍ରଥା ପରମ୍ପରା, ଜାତି ଧର୍ମ ବର୍ଣ୍ଣ ବିଷମ ପରସ୍ପର ମଧ୍ୟରେ ଯୋଉ ବ୍ୟବହାରିକ ଜ୍ଞାନକୁ ସେ ସାରା ବିଶ୍ୱରେ ପରିଚାଳିତ କରିଥିଲେ। ଆପଣମାନେ ବିବେକାନନ୍ଦର ପ୍ରତ୍ୟେକ ପଢିଛନ୍ତି, ପୁସ୍ତକ ଅଧ୍ୟୟନ କରିଥିବେ, କିନ୍ତୁ ତାଙ୍କର ସେଇ 1893 ମସିହାରେ ଯେତେବେଳେ ପାର୍ଲାମେଣ୍ଟାରୀ ରିଲିଜନ ମିଟ୍ ହେଇଥିଲା, ସେଠାରେ ସେ ଗୋଟେ କଥା କହିଥିଲେ, ଆମେରିକାରେ ମୋ ମା ଭାଇ ଭଉଣୀ ମାନେ, ଗୋଟିଏ ଉଚ୍ଚାରଣରେ, ଗୋଟିଏ ମାତୃ ବନ୍ଦନାରେ ସାରା ବିଶ୍ୱ ସ୍ତମ୍ଭୀଭୂତ ହେଇଯାଇଥିଲା। ଧନ୍ୟ ଭାରତର ସଂସ୍କୃତି, ଧନ୍ୟ ତାର ପରିଚୟ, ଧନ୍ୟ ସେ ମାନବର ଦେବତର ଉତ୍ତରଣ ଘଟୁଛି କେମିତି ତାଙ୍କର ହୃଦୟ ସତା ମଧ୍ୟରେ। ତେଣୁ ମୁଁ ଆଜି ମେହେର ସାହିତ୍ୟକୁ କାହିଁକି ଆଣିଲି ନା, ମେହେର ସାହିତ୍ୟ ହେଲେ ସ୍ୱଭାବ କବି ବା ପ୍ରକୃତି କବି। ତେଣୁ ପ୍ରକୃତିର ବର୍ଣ୍ଣନା ଆପଣମାନଙ୍କର ଯୋଉମାନେ ଆଜି ପାଠ ପଢୁଛନ୍ତି, ଜୀବନ ଦର୍ଶନ ମୁଁ କାହିଁକି ଆଣିଲି, ତାଙ୍କର ଦାରିଦ୍ର୍ୟତା ପଙ୍କପୂର୍ଣ୍ଣ ମୋ ଜୀବନ ସର ଯୋଉ ଲେଖିଲେ, ଗୋଟେ ଦରିଦ୍ର ପଶାଘାତରେ ଜର୍ଜରିତ ହୋଇ ନିଜର ଜୀବନଟାକୁ ଯୋଉ ବାଜି ଲଗେଇ ଆଜି ଦିନରେ ତନ୍ତ କାମ, ରାତିରେ କବିତା ଲେଖା, ତାପରେ ସେ ଯୋଉ ଦିଗଦର୍ଶନ ଦେଲେ କାବ୍ୟ ବଳରେ, ସମସ୍ତେ ଜାଣିଛନ୍ତି ସେ ପ୍ରକୃତି କବି, ସ୍ୱଭାବ କବି। ସାନ୍ଧ୍ୟ ଉଷା ବର୍ଣ୍ଣନା ଫଳରେ ସେ ତପସ୍ୱିନୀ କାବ୍ୟ ଲେଖି ସେ ସର୍ବ ସମ୍ମୁଖରେ ଆଜି ପରିଚିତ ହେଇଛନ୍ତି, ପରିଗଣିତ ହେଇଛନ୍ତି ଶ୍ରେଷ୍ଠ କବି ହିସାବରେ ବୋଲି ଯାହା ଜାଣିଛନ୍ତି। ସାହିତ୍ୟର ଯୋଉ ଜୀବନାଶ ଦେଇଛନ୍ତି, ପ୍ରକୃତରେ ତାହାକୁ ମୁଁ ଗୋଟେ ଭିନ୍ନ ରୂପରେ ସୃଷ୍ଟି କରେ। କିନ୍ତୁ ସାହିତ୍ୟ କଣ ହୁଏ, ତାର ଦର୍ଶନ ଖୋଜି ବୁଲେ। ଆଜି ମୁଁ ମୟୂରଭଞ୍ଜ ମାଟିର, ମୁଁ ଗୋଟେ କଥା କହିବି, ଆଜି ଯୋଉ ସଂସ୍କୃତି କଥା ଆପଣମାନେ କହୁଛନ୍ତି, ସଂସ୍କୃତିଟା ଯେମିତି ବିଭିନ୍ନ ଜାତି ଧର୍ମ ବିଭିନ୍ନ ଭାଷା ତାର ଅଲଗା ହେଇପାରେ, ଜଣଙ୍କର କାର୍ଯ୍ୟକ୍ରମ ଅଲଗା, ତାର ପ୍ରଥା ପରମ୍ପରା ଅଲଗା ହେଇପାରେ, କିନ୍ତୁ ସଂସ୍କୃତି ଗୋଟିଏ ହେବ ତାର। ସେ ସଂସ୍କୃତିଟାକୁ ସମସ୍ତେ ଏକତ୍ରିତ, ଯିଏ ଯୋଉ ବାଟରେ ଯାଉଥିଲେ ମଧ୍ୟ ଗୋଟିଏ ବାଟରେ ଯିବ, ସେଇଟା ହଉଛି ସଂସ୍କୃତି। ଠିକ ସେମିତି ଆପଣମାନେ ଜାଣିଛନ୍ତି, ପୋଖରୀର ପାଣି ବାଷ୍ପିତ ହୋଇ ଆକାଶକୁ ଯାଉଛି, ନଈର ପାଣି ବାଷ୍ପୀଭୂତ ହୋଇ ଆକାଶକୁ ଯାଉଛି, ସାଗରର ପାଣି ଯାଉଛି, କେଉଁଟା ଲୁଣିଆ ପାଣି କୋଉଟା ମଧୁର ପାଣି ଯାଉଛି, କିନ୍ତୁ ଯେତେବେଳେ ଆକାଶ ତାକୁ ବର୍ଷାର ପରେ ଏଇ ଧରାପୃଷ୍ଠକୁ ପଠେଇ ଦେଇ ସବୁଜ ଶ୍ୟାମଳ କରିଦଉଛି ଧରିତ୍ରୀ ମାକୁ, ସେତେବେଳେ କଣ ଯୋଉ ପାଣିଟା ଯୋଉ ପୋଖରୀ ଯାଇଥାଏ, ସେ ପୋଖରୀକୁ ସେ ପୁଣି ଫେରି ଆସେ କି? ନା, ସେ ସମସ୍ତଙ୍କର ସେବାରେ ଲାଗେ। ସେଇଟା ତ ହଉଛି ସଂସ୍କୃତି। ତେଣୁ ଏ ମୟୂରଭଞ୍ଜର ମାଟିର ମଣିଷଟିଏ ହେଇ ମଧ୍ୟ ମୁଁ ଆଜି କାହିଁକି ଗୋଟେ ମେହେର ସାହିତ୍ୟକୁ ମୁଁ ସବୁଠୁ ଆଦର କରେ। ମୁଁ ତାଙ୍କର କେତୋଟି ଲେଖାରେ ଅନୁପ୍ରାଣିତ ହେଇଥିଲି। ମୁଁ ଯେତେବେଳେ ପାଠ ପଢିଲା ବେଳେ, ଦାରିଦ୍ର୍ୟତା ପଙ୍କପୂର୍ଣ୍ଣ ମୋ ଜୀବନ ସ୍ୱର, ପ୍ରକୃତରେ ବଡ ହୀନିମାନ ଆମ ଘର ଦଶା ଦେଖିଲେ ଫାଟଇ ବୁକୁ, ଖଣ୍ଡ ଖଣ୍ଡ ହୋଇ ଘର ଚାରି କାନ୍ଥ ଫାଟି ହୁଏ ଦୁକୁ ଦୁକୁ, ଏ ଛୋଟ ଜୀବନ ମୋର ଦୁଃଖ ନାହିଁ ତ, ଯୌବନ ବିହୁନେ ମୋର ସୁଖ ନାହିଁ ତ। ତେଣୁ ମତେ ତାଙ୍କ ପ୍ରତି ମୋର ବହୁତ ଅନୁପ୍ରାଣିତ। ମେହେରକୁ ମୁଁ ଅତି ନିକଟତର ତାଙ୍କର ପଢିଛି, ତାଙ୍କର ହୃଦୟର ଭାଷାକୁ ବୁଝିଛି। ତେଣୁ ତାଙ୍କର ପ୍ରଥମ କାବ୍ୟ ତପସ୍ୱିନୀ ବିଷୟରେ ମୁଁ କିଛି ଆପଣମାନଙ୍କୁ ଜୀବନ ଦର୍ଶନ ଦଉଛି। ରାମ ବନବାସ ଗୋଟେ ଜୀବନ ଦର୍ଶନ। ରାମ ଯାଉଛନ୍ତି, ରାତି ପାହିଥିଲେ ରାଜା ହେଇଥାନ୍ତେ, ତପସ୍ୱିନୀ କାବ୍ୟରେ ଲେଖା। ରାଜା ହେଇଥାନ୍ତେ କିନ୍ତୁ ସିଂହାସନ ଆରୋହଣ ନକରି ସେ କକେଇ ମାର ତାଙ୍କର ବରକୁ ପିତୃସତ୍ୟ ପାଳନ କରିବା ବନଗ୍ରାମୀ ହେଇଗଲେ। ସେଇଠି ଗଙ୍ଗାଧର ମେହେର ଗୋଟେ ପଦ ଲେଖିଥିଲେ, ହୃଦ ପଛେ ଯୋଡେ ବିଦ୍ୟୁତ ଅନୁଳେ ଜଡଦାନେ ଘନ ବାଧ୍ୟ, ସୁଖ ତେଜେ ରାଜା ତୋଷିଲେ ପରଜା, ସେ ହୁଏ ପରମରାଧ୍ୟ।
ପରାର୍ଥ ଜୀବନ ଆନନ୍ଦମୟ ମୁଁ ଦେଖିଥିଲି ଆପଣ ଗୋଟେ ବିଷୟବସ୍ତୁ ରଖିଥିଲେ। ତାହେଲେ କଣ ପାଇଁ? ନା ସେବା ତ୍ୟାଗରେ ପ୍ରକୃତରେ ଜୀବନ ଥାଏ, ଭୋଗ ବିଳାସରେ ନୁହେଁ। ଆଜି ସିଂହାସନରେ ବସିବି ମୁଁ, ଆଜି ପ୍ରଜାନୁରଞ୍ଜନ ହୋଇପାରିବି ନାହିଁ, କିନ୍ତୁ ବନଗାମୀ ମୁଁ ଯେତେବେଳେ ପ୍ରକୃତିକୁ ମଧ୍ୟ ରକ୍ଷା କରିବି। ଆପଣ ଯୋଉ ପ୍ରକୃତି କଥା କହିଛନ୍ତି, ବନରେ ଯୋଉ ରାକ୍ଷସ ମାନେ ଆଜି ଯୋଉ ଉତ୍ପାତ କରୁଛନ୍ତି, ବିତ୍ପାତ କରୁଛନ୍ତି, ଧର୍ମ ନଷ୍ଟ କରୁଛନ୍ତି, ସଂସ୍କୃତି ନଷ୍ଟ କରୁଛନ୍ତି, ତାହେଲେ ସେ ଧର୍ମ ସଂସ୍କୃତିକୁ ରକ୍ଷା କରିବା ପାଇଁ ରାମ ବନ ଅନୁଗାମୀ ହୋଇଥିଲେ। ଏ ହେଇଥିଲା ତାଙ୍କୁ ପଦର ମହତ୍ଵ ହେଇଥିଲା। ଆ ହୃଦ ପଛେ ଯୋଡ଼େ ବିଦ୍ୟୁତ ଅନଡେ। ଦ୍ୱିତୀୟତଃ ହେଲା, ଆପଣ ମାନେ ଜାଣିଛନ୍ତି ଶ୍ରୀରାମଚନ୍ଦ୍ର ଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ମୟୂରଭଞ୍ଜ ମାଟିର ଆତ୍ମବିଧାଣୀ, ଭାଷାର ଆତ୍ମବିଧାଣୀ, ଯିଏ ନିଜ ପାଇଁ କିଛି କରିନଥିଲେ, ରେଭେନ୍ସା କଲେଜ ପାଇଁ ଅର୍ଥଦାନ କରିଥିଲେ। ସେ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜ କରିଥିଲେ, ବ୍ରହ୍ମପୁରରେ ମେଡିକାଲ କଲେଜ କରିଥିଲେ, କିନ୍ତୁ କୃଷ୍ଣଚନ୍ଦ୍ର ଯିଏ MKC ଯୋଉ ଭେଷଜ ମହାବିଦ୍ୟାଳୟ ଅଛି ବ୍ରହ୍ମପୁରରେ, ତା କାରଣ କଣ? ସେମାନେ ଗୋଟେ ଆଞ୍ଚଳିକତା ବାଦ କେବେ କରିଥିଲେ କି? ତାଙ୍କର ସ୍ୱାର୍ଥ ଥିଲା, ତାଙ୍କ ସ୍ୱାର୍ଥ ଥିଲା ପ୍ରଶସ୍ତ ପ୍ରସାରିତ। ସମସ୍ତେ କହନ୍ତି ଆମର ମୟୂରଭଞ୍ଜରେ କରିଥିଲେ ବଢିଆ ହେଇଥାନ୍ତା, କିନ୍ତୁ ରାଜା ସେତେବେଳେ ସେ ବୁଝିପାରିଲେ ନାହିଁ, ନେଇକରି କଟକରେ କଲେ, ବ୍ରହ୍ମପୁରରେ କଲେ। କାହିଁକି ସେ କଲେ? ତାଙ୍କର ସୁଦୂର ପ୍ରଶସ୍ତ ସ୍ୱାର୍ଥ। ଆମେ ଗୋଟେ ସ୍ୱାର୍ଥ ସଂକୀର୍ଣ୍ଣତା ମନ ଭିତରେ ଆମେ ସମସ୍ତଙ୍କୁ ପରିକଳ୍ପନା କରୁ, ନିଜର ଭାବନାରେ ଆମେ ତାଙ୍କୁ ଆକଳନ କରୁ, କିନ୍ତୁ ତାଙ୍କର ସବୁବେଳେ ଥିଲା ଅନ୍ୟ ମାନଙ୍କର ସେବାରେ। ସେମିତି ତପସ୍ୱିନୀ କାବ, ମୋ ତନୁ ଯେ ଦଗ୍ଧ ହେଲେ ହେବ ତୋକାର, ତାକୁ ପକାଇବ ପାଦ ପ୍ରସାରେ, ସେତରୁ କାଷ୍ଠ ଦେଇ ବର୍ଦ୍ଧକି ହସ୍ତେ କରାଇଦେବ ପ୍ରଭୁ ପାଦୁକା ମତେ। କେତେ ସୁନ୍ଦର ପଦ। ସେଦିନ ଭରତ ରାମଚନ୍ଦ୍ର ପାଖକୁ ଗଲେ, ଭାଇ ତୁମେ ଫେରି ଆସ, ତୁମେ ବନବାସ ଯାଅନି, ତୁମେ ସିଂହାସନରେ ଅଭିଷିକ୍ତ ହୁଅ। ସେ ଯେତେବେଳେ ତାକୁ ମନା କରିଦେଇଛନ୍ତି, ସେ ଭରତ ନିଜେ ନନ୍ଦୀ ଗ୍ରାମରେ ଆସି ତାଙ୍କର ପଦ, ତାଙ୍କର କଠଉ ଦୁଇଟି ଆଣି ପୂଜା କରିଥିଲେ। ସେ ପଦ ସେବା ଯେତେବେଳେ କରିଥିଲେ, ତାଙ୍କରି ପଦ କେତେ ନାରୀ ଚେତନାର ସେ ନାରୀ ଚେତନାରେ ସେ ଅଭିଭୂତ ହୋଇ ସେ ଲେଖିଛନ୍ତି ସୀତା ତପସ୍ୱିନୀ କାବ୍ୟରେ, ଯେ କହିଛନ୍ତି ରାମଚନ୍ଦ୍ରକୁ, ହେ ପ୍ରଭୁ ମୋ ତନୁଜ ଦଗ୍ଧ ହେଲେ ହେବ ତ ଖାର, ତାକୁ ପକାଇବ ପାଦ ପେଶାର, ସେ ତରୁ କାଷ୍ଠ ଦେଇ ବର୍ଦ୍ଧକି ହସ୍ତେ କରାଇ ଦେବ ପ୍ରଭୁ ପାଦୁକା ମତେ। ହେ ପ୍ରଭୁ, ତୁମେ ସେଦିନ ପାଦୁକ ଯୋଗଡ଼ ଦେଇଦେଲ ଭରତକୁ, ଭରତ ନନ୍ଦୀଗ୍ରାମରେ ପୂଜା କଲା, କିନ୍ତୁ ପ୍ରଭୁ ମୁଁ ତୁମର ପାଦୁକା ହେବି। କେମିତି ହେବି? ନା ମୋ ତନୁ ଯେତେବେଳେ ଦଗ୍ଧ ହେଇଯିବ, ସେ ମୋ ତନୁଜା ଦଗ୍ଧ ହେଲେ ହେବ ତ ଖାର, ଯେତେବେଳେ ପାଉଁଶ ବା ଖାର ହେଇଯିବ, ତାକୁ ପକାଇବ ପାଦ ପେଶାର। ଗୋଟେ ଛୋଟ ଗଛ ମୂଳରେ ନେଇକରି ସେ ଖାର ତକ ପକାଇଦବ। ସେ ତରୁ କାଷ୍ଠ ଦେଇ ବର୍ଦ୍ଧକି ହସ୍ତେ, ସେ ତରୁ ଯେତେବେଳେ ବଡ ହେଇଯିବ ତାକୁ କାଟିଦବ, କାଟି ଦେଇ ପ୍ରଭୁ ଗୋଟେ ବର୍ଦ୍ଧକି ବା ବଢେଇ ହସ୍ତରେ ତୁମେ ଦେଇଦବ। ବର୍ଦ୍ଧକୀକୁ ଦେଲେ ପାଦୁକ ଯୁଗଳ ସେ ତିଆରି କରିଦେବ, ଆଉ ସେ ପାଦୁକ ଯୁଗଳ ହେଇକି ତୁମ ପାଦ ତଳେ ମୁଁ ସବୁଦିନ ପୂଜା ପାରୁଥିବି। ଏ ହଉଛି ନାରୀର ଧର୍ମ। କାହିଁକି? ଆପଣ ମାନେ ଜାଣିଥିବେ, ମେହେରଙ୍କର ପ୍ରଥମ ପତ୍ନୀ ଯେତେବେଳେ ଦେହାନ୍ତ ଘଟି ଯାଇଛି, ସେ ଦ୍ୱିତୀୟ ବାର ବିବାହ କରିଛନ୍ତି। ଦ୍ୱିତୀୟ ବାର ଯେତେ ବିବାହ କରିଛନ୍ତି, ତାଙ୍କ ହୃଦୟ ମଧ୍ୟରୁ ତାଙ୍କର ପ୍ରଥମ ପତ୍ନୀର ଯୋଉ ପ୍ରକୃତି କଥା ଆପଣ କହୁଛନ୍ତି, ଅନ୍ତର ପ୍ରକୃତି କଥା, ଆମେ ବାହା ପ୍ରକୃତି କଥା ସହ କବି ଯେ ପ୍ରକୃତି କବି କହୁଛନ୍ତି, ଅନ୍ତର ପ୍ରକୃତି କଣ? ନା ତାଙ୍କ ସ୍ତ୍ରୀର ଯୋଉ ପତିହିତ ସାଧିନୀ, ପତି ପ୍ରାଣ ଦାୟିନୀ, ଯେ ପତି ସେବା କରୁଥିଲେ, ପତିକୁ ସବୁବେଳେ ସେ ସବୁବେଳେ ଯେତେବେଳେ ଅର୍ଥନୈତିକ ସଙ୍କଟ ଆସୁଥିଲା, ଯେତେବେଳେ ମେହେର ଦୁଃଖ ଉପଶମ କରିବା ପାଇଁ ପତ୍ନୀଙ୍କର ବାଣୀକୁ ସେ ଉପଯୋଗ କରୁଥିଲେ, ସେତିକି ବେଳେ ତାଙ୍କର ପତ୍ନୀକୁ ସେ ଝୁରି ହେଉଥିଲେ। ତେଣୁ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ତାଙ୍କର ଚରିତ୍ର, ତାଙ୍କର ପ୍ରକୃତି ଭିତରେ ସେ ଦେଖିଥିଲେ, ସ୍ଥୂଳ କଡେବର ନୁହେଁ ଅମର, ଅମର କେବଳ ମନ, ମନେ ଯଦି ସଙ୍ଗ ହୋଇନାହିଁ ଭଙ୍ଗ, ସେଇ ସୁଖେ ସୁଖ ଗଣ୍ୟ। ତାହେଲେ ଦେଖନ୍ତୁ ତାଙ୍କର ଜୀବନ ଦର୍ଶନ କଣ। ଆମେ ଭାବୁଛନ୍ତି, ଆମେ ସମସ୍ତେ ଜାଣିଛନ୍ତି ଜ୍ଞାନ ସ୍ୱରୂପ ଆତ୍ମା, ଯୋଉ ଜ୍ଞାନର ମୃତ୍ୟୁ ନୁହେଁ। ତେଣୁ ସେ ଜାଣିଛନ୍ତି ଆତ୍ମାର ରୂପାନ୍ତରିତ ହୁଏ, ସେ ମରିଯାଏ ନା, ସେ ଅମର ହେଇ ରୁହେ। ତେଣୁ ପତ୍ନୀର ନିଧନ ତାକୁ ଯେତେବେଳେ ଦୁଃଖ ହତାଶ କରିଦେଇଛି, ସେ ନିଜେ କହିଛନ୍ତି ଯେ ସ୍ଥୂଳ କଡେବର ଅମର ନ ହେଇ ଅମର କେବଳ ମନ। ଏ ଶରୀର ପାଦପ ପ୍ରାଣ ମୋଡ଼ ମାଟି ଧତ ହେଇଗଲେ ମିଶିଯିବ କାଳନୀରେ, କିନ୍ତୁ କଣ ହେଲା ଯେ ଯଦି ସ୍ଥୂଳ କଡେବର ଚାଲିଗଲେ ମଧ୍ୟ ସେଇ ତାଙ୍କର ଭଲ ପାଇବାର ଯୋଉ ଆତ୍ମା ଟିକକ ଯଦି ହୃଦୟ ଭିତରେ ସବୁଦିନ ପାଇଁ ରହିଯାଏ, ସେ ଆତ୍ମାର କେବେ ମୃତ୍ୟୁ ନୁହେଁ। ତେଣୁ ମୋର ସ୍ତ୍ରୀ ମରିଗଲା ପରେ ମୁଁ ସୀତା ଚରିତ୍ର ଭିତରେ ମୁଁ ତାକୁ ଦେଖିଥିଲି। କାହିଁକି ଅଶୋକ ବନରେ ଏତେ ଦୂରାଦୂରାନ୍ତରେ, କାହିଁ ରାମଚନ୍ଦ୍ର ଯେତେବେଳେ ବନ ଚତୁର୍ଦିଗରେ ଘୁରି ବୁଲୁଥିଲେ, ନିଜର ଧର୍ମ ରକ୍ଷା କରିବା ପାଇଁ କର୍ମ କରୁଥିଲେ, ସେତେବେଳେ ଅଶୋକ ବନରେ ଥାଇ ତାଙ୍କର
ସେ ଝୁରୁଥିଲେ, ପତି ତାଙ୍କ ପତ୍ନୀକୁ ଝୁରୁଥିଲେ। ତେଣୁ ସେ କହୁଥିଲେ ଯଦ୍ୟପି ଦୁଃଖ ଥାଏ ନିଜ ଜୀବନେ, ସୁଖ ନ ମିଳେ ଦେଖା ବିଶ୍ଵ ଭୁବନେ, ନିଜ ଜୀବନ ହେଲେ ସୁଖ ଆଗତ, ସୁଖରେ ପରିପୂର୍ଣ୍ଣ ଦିଶେ ଜଗତ। ତେଣୁ ଦୁଃଖ ତୁମେ, ସୀତାର ଦୁଃଖଟାକୁ ସେ ମୋଚନ କରିବା ପାଇଁ ସମାଜକୁ ବାର୍ତ୍ତା ଦେଇଛନ୍ତି ଯେ ପ୍ରକୃତିରେ ଯଦି ଦୁଃଖ, ଯଦି ଯାହାର ହୃଦୟ ଭିତରେ ସ୍ଥାନିତ ରହିଛି, ଯଦ୍ୟପି ଦୁଃଖ ଥାଏ ନିଜ ଜୀବନେ, ସୁଖ ନ ମିଳେ ଦେଖା ବିଶ୍ଵ ଭୁବନେ। ମଣିଷ ପାଖରେ ଥାଇକରି ବି ଦୁଃଖ ଅନୁଭବ କରେ, କିନ୍ତୁ ଦୂର ଥିଲେ ମଧ୍ୟ ଯଦି ସେ ସୁଖ ଅନୁଭବ କରୁଥାଏ ତାହେଲେ ତାର ଜୀବନଟା ସବୁବେଳେ ସୁଖମୟ ହେଇଯିବ। ଯଦ୍ୟପି ଦୁଃଖ ଥାଏ ନିଜ ଜୀବନେ, ସୁଖ ନ ମିଳେ ଦେଖା ବିଶ୍ଵ ଭୁବନେ, ନିଜ ଜୀବନ ହେଲେ ସୁଖାଗତ, ସୁଖରେ ପରିପୂର୍ଣ୍ଣ ଏ ଜଗତ କଥା ସେ କହିଛନ୍ତି। ତାଙ୍କର ପ୍ରତ୍ୟେକ କାବ୍ୟ କବିତା ଜୀବନ ଦର୍ଶନର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ, ଯାହା ଜୀବନ ମଣିଷ ହତାଶ ହାକାର ଭିତରେ ଯେତେବେଳେ ଜୀଇଁବାକୁ ଜୀଇଁବାର ଜୀବନଟାକୁ ବହୁତ ଛୋଟ ମନ କରେ, ମୃତ୍ୟୁ ଏକମାତ୍ର ତାର ଜୀବନର ପନ୍ଥା ବୋଲି ଭାବେ, ସେତେବେଳେ ମାର୍ଗଦର୍ଶକ ହେଇ ଆସେ ସେ ମେହେର ସାହିତ୍ୟର ବାଣୀ ଗୁଡାକ। ତାପରେ ଭାଷା ସାହିତ୍ୟ ଉପରେ ତାଙ୍କର ଯେଉଁ ମାତୃଭୂମି ମାତୃଭାଷାରେ ମମତା, ଯାହା ହୃଦୟ ଜନମେ ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଜ୍ଞାନ ରହିବେ କାହିଁ। ଦେଖନ୍ତୁ ତାଙ୍କର ଶିକ୍ଷା, ପ୍ରଥମ ଶିକ୍ଷା, ଦ୍ୱିତୀୟତଃ ଶିକ୍ଷା ଅହଙ୍କାରୀ, ଶିକ୍ଷା ଅଭିମାନୀ। ତାଙ୍କର ଗଦ୍ୟ ସାହିତ୍ୟରେ ସେ କହନ୍ତି ଯେ ଯୋଉମାନେ ଶିକ୍ଷା ଅଭିମାନୀ, ଆଜି ଆମେ ମାନେ କଣ ଖୋଜୁଛନ୍ତି ସାମ୍ପ୍ରତିକ ପରିସ୍ଥିତିରେ, ପ୍ରଥମେ କାହିଁକି ପଞ୍ଚମ ଶ୍ରେଣୀରେ ସେ ପାଠ ପଢିଛନ୍ତି କିନ୍ତୁ ବର୍ତ୍ତମାନ ବିଶ୍ୱବିଦ୍ୟାଳୟରେ ତାଙ୍କର ପାଠ ପଢା ହଉଛି, ସମସ୍ତେ ସେ ଆଦୃତ ହଉଛନ୍ତି। ସାମ୍ପ୍ରତିକ ଯୁଗରେ କଣ ହଉଛି, ଆମେ ପ୍ରଥମେ ଚିନ୍ତା କରୁଛନ୍ତି ସିଏ କେତେ ପାଠ ପଢିଛି, ସେ କୋଉଠି ଡକ୍ଟରେଟ ପାଇଛି, PhD କୋଉଠି କରିଛି, କୋଉ ୟୁନିଭର୍ସିଟିରେ ସେ ପାଠ ପଢୁଥିଲେ, କୋଉ କଲେଜରେ ଅଛନ୍ତି, ସେ କୋଉ ପଦ ପଦବୀରେ ଅଛନ୍ତି। ତେଣୁ ପଦ ପଦବୀ ପ୍ରତିଷ୍ଠା ମଣିଷକୁ କେବେ ଚିରନ୍ତନ ବଞ୍ଚାଇ ରଖିପାରେ ନା, ମଣିଷର ତାର କର୍ମ। ତେଣୁ ସେ କହୁଥିଲେ ଉଚ୍ଚ ଥାଇ ମଧ୍ୟ ନମ୍ର ହୋଇଥାଏ ସତତ ମହତ ଜନ, ରବିଚନ୍ଦ୍ର ଧାରା କାଡେ ଉର୍ଦ୍ଧସ୍ତେ ସର୍ବଦା ନତବଦନ। ଉଚ୍ଚ ସବୁ କରେ ଯେବେ ଉଚ୍ଚ କର୍ମ ମାନ, ସେଥିପାଇଁ ହୁଏ ନାହିଁ ବଂଶ ପ୍ରୟୋଜନ, ନିଚ ହେଇ କରେ ଯେ ଉତ୍ତମ କରମ, ତା ଚରଣ ଉଚ୍ଚ ସେବେ ସଂସାର ଧର୍ମ। ଯେତେବେଳେ ବର୍ଣ୍ଣ ବୈଷମ୍ୟବାଦ ହେଇଥିଲା ଆମର ସାରା ଭାରତ ବର୍ଷରେ, ଯାହା ଓଡିଶାରୁ ସେ ସ୍ୱର ଉତ୍ତୋଳନ କରିଥିଲେ, କାହିଁକି କବି ଲେଖକ ମାନଙ୍କର ଲେଖନୀର ଏତେଟା ରହିଛି ତାଙ୍କର ତୀକ୍ଷ୍ଣତା, ଯାହା ସାରା ବିଶ୍ୱକୁ ମଧ୍ୟ ହଲେଇ ଦେଇ ଥାଇପାରେ। ତେଣୁ ସେ ଲେଖିଥିଲେ ଯେ ନିଚ ହୋଇ କରେ ଯେ ଉତ୍ତମ କରମ, ତା ଚରଣ ଉଚ୍ଚ ସେବେ ସଂସାର ଧର୍ମ। ଉଚ୍ଚ କୁଳେ ଜାତ ହେଲେ କି ଉଚ୍ଚରେ ରହି କି ପାରେ କୁ ଜନ, କାଦମିନୀ ଗର୍ଭେ ଜନମୀ କୁଡ଼ିଶ ସର୍ବଦା ନିମ୍ନ ଗମନ। ଯଦି ଉଚ୍ଚ କୂଳରେ ଜାତ ଯିଏ ହେଇଥିବ, ଯଦି ବଜ୍ର ଯେମିତି ଆପଣଙ୍କର ମେଘ ଆକାଶରେ ବଜ୍ରଟା ତିଆରି ହେଲେ ସେ ନିମ୍ନଗାମୀ ହେଇଯାଏ, ତେଣୁ ଉଚ୍ଚ କୂଳରେ ଉଚ୍ଚ ବଂଶରେ ଯୋଉମାନେ ଜନ୍ମ ହେଇଥାନ୍ତି, ଯୋଉମାନେ ଉଚ୍ଚ ଶିକ୍ଷିତ ହେଇଥାନ୍ତି, ତାଙ୍କର କର୍ମ ଯଦି ଖରାପ ହୁଏ, କର୍ମ ଯଦି ବିପଥଗାମୀ ହେଇଯାଏ, ତାଙ୍କର ଅହଙ୍କାର ପୂର୍ଣ୍ଣ ଜୀବନ ହେଇଯାଏ, ତାହେଲେ ସେ ନିମ୍ନଗାମୀ ହେଇଯାଏ। ଏ ଥିଲା ତାଙ୍କର ବାର୍ତ୍ତା, ତାଙ୍କର ସନ୍ଦେଶ ଥିଲା। ଆହୁରି ତାଙ୍କର ପଦ୍ମିନୀ କାବ୍ୟରେ କେତେ ଚର ଯଦି ନିରନ୍ତର ସାଧୁ ସଙ୍ଗ କରେ, ଜଗତର ଭଲ ଚିନ୍ତା ଜାଗେ ତା ମନରେ। ତେଣୁ ସେ କହିଥିଲେ ଯଦି ପ୍ରକୃତରେ ଖରାପ ଚରିତ୍ରର ପ୍ରକୃତି ଜଣେ, ଯଦି ଭଲ ଚରିତ୍ର ସାଧୁ ସଙ୍ଗତରେ ଯେ ସଙ୍ଗୀ ହେବ ନା, ସେ ଜଗତର ଭଲ ଚିନ୍ତା ନିଶ୍ଚୟ ତା ହୃଦୟରେ ଜାଗ୍ରତ ହବ। ଆଉ ଦୁର୍ଜନ ସହିତ ସଙ୍ଗୀ ହୁଏ ଯେ ଲୋକ, ବିବେକ ଦୁର୍ଦ୍ଦଶା ଲୋଭରେ ସିଏ ହରାଏ ବିବେକ, ସେ ବିବେକଟାକୁ ହରେଇ ଦବ ସିଏ। ଯୋଉମାନେ ପ୍ରକୃତରେ ଯୋଉମାନେ ନିଚ ଲୋକେ ପାଏ ଯେବେ ବଡ ଅଧିକାର, ରଖେ ନାହିଁ ପାପ ପୁଣ୍ୟ ବିବେକ ବିଚାର। ନିଚ ହେଇକରି ଆଲାଉଦ୍ଦିନ ଯେତେବେଳେ ପଦ୍ମିନୀକୁ ଅପହରଣ କରିବା ପାଇଁ ଚେଷ୍ଟିତ କରିଥିଲେ, ସେତେବେଳେ କହିଥିଲେ ତ ନିଚ ହୋଇ ଯୋଉମାନେ ନିଚ ହୋଇ ବଡ ଅଧିକାର ପାଇଗଲା ପରେ ସେମାନେ କଣ କରନ୍ତି, ସେ ନିଚ ହୋଇ ସେ କେବେ ବିଚାର କରିପାରେ ନାହିଁ ଭଲ କୋଉଟା ମନ୍ଦ ପାଏ। ସେ ବଡ ଅଧିକାର ପାଇଗଲେ ସମସ୍ତଙ୍କୁ ସେ ଆଘାତ କରିଥାଏ, ସମସ୍ତଙ୍କୁ ସେ ଘୃଣା କରିଥାଏ। ଠିକ ସେମିତି ଆଜିକାଲି ମଧ୍ୟ ଦେଖନ୍ତୁ, ଯୋଉମାନେ କ୍ଷମତାସୀନ ହେଇଗଲେ, କ୍ଷମତାଶାଳୀ ହେଇଗଲେ, ସେମାନେ କାହା ପ୍ରତି ଆକୃଷ୍ଟ ହଉନାହାନ୍ତି। ପୁଣି ସେ ଲେଖିଥିଲେ ତଳୁ ଉପରକୁ ଉଠିଥାଏ ଯେ ଜାଣିଥାଏ ତଳ କଥା, ଉଚ୍ଚାସନ ରହି ଯତନ ହୋଇ ଟାଳିବାକୁ ତଳ ତଳ ବ୍ୟଥା। ତେଣୁ ଯୋଉମାନେ ତଳରୁ ଉପରକୁ ଯାଆନ୍ତି, ତାଙ୍କର ଦିଟା କଥା ସବୁବେଳେ ସେ ଜୀବନ ଦର୍ଶନରେ, ଯେ ପ୍ରକୃତରେ ଯୋଉମାନେ ନିଚ ହେଇକରି, ଯୋଉମାନେ ଅଯୋଗ୍ୟ ଲୋକ ଯଦି ଆଜି ଗୋଟେ ବଡ ଆସନର ଅଧିକୃଷ୍ଟ ଅଣକୃତ କଲା, ସେ ଦେଖିବେ ସବୁବେଳେ ସେ ଅନ୍ୟମାନଙ୍କୁ ଘୃଣା କରିବ, ପଦାଘାତ କରିବ। କିନ୍ତୁ ତଳୁ ଉପରକୁ ଉଠିଥିବା ମଣିଷଟିଏ ସମସ୍ତଙ୍କୁ ସେ ସମ୍ମାନ ଦେବ, ସମସ୍ତଙ୍କୁ ସେ ଆଦର କରିବ, ସମସ୍ତଙ୍କୁ ସେ ଆପଣାର କରିବାର ପଣ ତା ହୃଦୟରେ ଜାଗ୍ରତ କରିବ। ଏ ହଉଛି ମେହେର ସାହିତ୍ୟର ବୈଶିଷ୍ଟ୍ୟ। ତାପରେ ଦ୍ୱିତୀୟତଃ ତା ଶିକ୍ଷା କ୍ଷେତ୍ରରେ ମଧ୍ୟ ସେ ସମସ୍ତଙ୍କୁ କହୁଥିଲେ ଯେ ସମସ୍ତେ ଶିକ୍ଷିତ ହୁଏ। ମୟୂରଭଞ୍ଜକୁ ବି ଆସିଛନ୍ତି, ଆମର ବାରିପଦାର ଦରବାରକୁ ଆସିଛନ୍ତି, ତାଙ୍କର ଚିଠି କେତେ ଅଛି, ତା ଇନ୍ଦୁମତୀ କାବ୍ୟ ଲେଖିଲା ବେଳେ ତାକୁ ପଢେଇଛନ୍ତି। ଦ୍ୱିତୀୟତଃ ହେଲା ଆଉ ଗୋଟେ କିଚକ ବୋଧ କଥା,
କିଚକ ବୋଧରେ କଣ ହେଇଥିଲା ଦ୍ରୌପଦୀ ଚରିତ୍ରକୁ ଏ ତିନୋଟି ଚରିତ୍ରକୁ ନେଇକରି ସେ ପ୍ରକୃତି କବି ବୋଲିକରି ମୁଁ ତାଙ୍କ ଜୀବନ ଦର୍ଶକୁ ପ୍ରତିପାଦନ କରିବା ପାଇଁ ଚେଷ୍ଟା କରେ ସବୁବେଳେ ପ୍ରତ୍ୟେକ ଜାଗାରେ ଯୋଉ ସଭା ସମିତିରେ ମୁଁ ଯାଇଛି। ତାର କାରଣ ହଉଛି କିଚକ ବୋଧରେ ଦେଖନ୍ତୁ ଦ୍ରୌପଦୀ ଚରିତ୍ର ଦ୍ରୌପଦୀ କଣ କରିଥିଲେ ପଞ୍ଚପତିର ମନ କଥା ଜାଣି ସମସ୍ତଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରୁଥିଲେ। ଗୋଟିଏ ନାରୀ ଚରିତ୍ରକୁ ସବୁବେଳେ ସେ ପ୍ରାଧାନ୍ୟ ଦଉଥିଲେ କଣ ପାଇଁ ଗୋଟିଏ ନାରୀ ହଉଛି ସମାଜର ସବୁ କିଛି। ଯେମିତି ଆମର ଚାଣକ୍ୟ ଥିଲା ଯେ ମାତୃଗର୍ଭରୁ ଜଣେ ବ୍ୟକ୍ତି ମାତୃଗର୍ଭରୁ ଜନ୍ମ ହୁଏନି ସଂସ୍କୃତିର ତେଣୁ ସଂସ୍କୃତିରେ ସମ୍ପନ୍ନ କରିବା ପାଇଁ ଗୋଟିଏ ମାକୁ ବା ଗୋଟେ ନାରୀର ଚରିତ୍ରଟାକୁ ସେ ସବୁଠୁ ଶ୍ରେଷ୍ଠ ପ୍ରତିପାଦନ କରିବା ପାଇଁ ସେ ନାରୀ ଚରିତ୍ରକୁ ଚିତ୍ରଣ କରିବା ପାଇଁ ତାଙ୍କର ପ୍ରକୃତିକୁ ନେଇ ତାଙ୍କର ଯିଏ ଦେହାନ୍ତ ହେଇଥିଲା ପତ୍ନୀଙ୍କର ଚରିତ୍ରଟାକୁ ଅନ୍ୱେଷଣ କରି ତାରି ଭିତରେ ସେ କବିତା ଲେଖିଥିଲେ। କିଚକ ବୋଧରେ ବି ସେଇଆ ଯେ ଦ୍ରୌପଦୀ ଦେଖନ୍ତୁ ପ୍ରତ୍ୟେକ ପତିର ବିଭିନ୍ନ ପ୍ରକାର ଗୁଣ ଥାଏ। ଗୋଟିଏ ପତିକୁ ସନ୍ତୁଷ୍ଟ କରିବା ଆଜିକାଲି ଯୁଗରେ କେତେ ହଇରାଣ ହରକତ ହେବା ପାଇଁ ପାଉଛି। ପରିବାର ଆଜି ଭାଙ୍ଗି ଯାଉଛି, ପରିବାର ଆଜି ସବୁ ଅଧପତନ ଘଟୁଛି, ଅବକ୍ଷୟ ହେଇଯାଉଛି, ଚରମ ଅବକ୍ଷୟ ହେଇଯାଉଛି, ଗୋଟିଏ ପରିବାର ନଷ୍ଟ ହେଇଯାଉଛି। କିନ୍ତୁ ଦ୍ରୌପଦୀ କଣ ଥିଲେ ଦେଖନ୍ତୁ ତାଙ୍କୁ ସେ ବାଜି ଲଗେଇ ଦେଲେ ଯୁଧିଷ୍ଠିର ନିଜେ ଧର୍ମରାଜ ହେଇକରି ତଥାପି ସେ ନିଜର ପତି ପ୍ରତି ସେ କେବେ ହେଲେ ବି ଅନ୍ୟାୟ ବିଚାର କରିନଥିଲେ ଦ୍ରୌପଦୀ। ଏ ହଉଛି ପ୍ରଣୟ ବଲ୍ଲରୀ ଦେଖନ୍ତୁ ପ୍ରଣୟ ବଲ୍ଲରୀ ଶକୁନ୍ତଳା ଗୋଟେ ପ୍ରେମିକା ଥିଲେ ଦୁଷ୍ମନ୍ତ ଶକୁନ୍ତଳା କଥା ତାକୁ ସେ ଯେତେବେଳେ ଯାଉଛି ନାରୀର ଚରିତ୍ର ତାଙ୍କୁ ନାରୀର ପ୍ରକୃତି କଣ ରହିବା କଥା ସେ ତାକୁ ସବୁ ଲେଖନୀ ମାଧ୍ୟମରେ କହୁଛନ୍ତି ଯେ ପତିକୁ ତୋର ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ ସ୍ୱାମୀ ସେବା ନାରୀ ଧର୍ମ ସ୍ୱାମୀ ପାଦେ ଭକ୍ତି ଅର୍ଚ୍ଚନାରେ ମତେ ରଖିତୁ କାଟିବୁ ଦିନ। ଆଜି ସେଇ ମେହେର ସାହିତ୍ୟ ତାଙ୍କୁ ସୂଚାଇ ଦେଇଛି ତାଙ୍କୁ ଯେ ନାରୀ ଜନ୍ମର ସାର୍ଥକତା କେତେବେଳେ ହୁଏ, ନାରୀ ଜନ୍ମର ସାର୍ଥକତା ସେତେବେଳେ ହୁଏ ଯେ ପତିର ମନ କଥା ତାଙ୍କୁ ଭକ୍ତି ରଖି ତାଙ୍କର ଶାଶୁ ଶ୍ୱଶୁର ଯୋଉମାନେ ଅଛନ୍ତି ତାଙ୍କ ପାଖରେ ଅର୍ଚ୍ଚନା ରଖି ମତି ରଖି ଯଦି ତୁମେ ଅନ୍ୟ ସଂସ୍କାର କୃତ ହେଇକି ରହିବ ତାହେଲେ ସେ ପରିବାରଟାକୁ ସେ ସ୍ୱର୍ଗ ହେଇଯିବ। ଏ ଥିଲା ମେହେର ସାହିତ୍ୟର ବୈଶିଷ୍ଟ୍ୟ। ଦ୍ୱିତୀୟ ତାଙ୍କର ଆହୁରି ଲେଖା ଅଛି ପ୍ରଶଂସ ଜନର ପ୍ରଶଂସା ଛାଡ଼ି ମିଛ ପ୍ରଶଂସାରେ କି ଫଳ କି ଲାଭ ଉଦ୍ୟାନ ତରୁ ପୁଷ୍ପ ଛାଡ଼ି ବନ ବୃକ୍ଷ ଦେଲେ ଜଳ। ଆଜିକାଲି ଦେଖନ୍ତୁ ମିଛ ପ୍ରଶଂସାରେ ସମସ୍ତେ ତଛାମଦି ହୋଇ ତେଣୁ କହନ୍ତି କଣ ଯେ ଯାହାର ଯାହା ଗୁଣ ନାହିଁ ଆମେ ତାକୁ ବହୁତ ଟେକି ଦଉଛନ୍ତି। ତାର କାରଣ କଣ ହଉଛି ସିଏ ଆମର ଅତି ଆତ୍ମୀୟ ସ୍ୱଜନ ହେଇପାରେ କି ତା ପାଖରେ ଆମର କୌଣସି ସ୍ୱାର୍ଥ ଥାଇପାରେ। ତେଣୁ ସେ ପ୍ରଶଂସା ଜନର ପ୍ରଶଂସା ଛାଡ଼ି ମିଥ୍ୟା ପ୍ରଶଂସାରେ କି ଫଳ ମିଛ ପ୍ରଶଂସାରେ ଫଳ ନାହିଁ। ତେଣୁ ରାଧାନାଥ ରାୟଙ୍କର ପଦ ସହିତ ତାଙ୍କର ସାମଞ୍ଜସ୍ୟ ଥିଲା କଣ ନା ସେ କହୁଥିଲେ ସତ୍ୟବାଦୀ ହୋଇ କ୍ଷଣେ ବଞ୍ଚିଥିଲେ ଯୁଗେ ବଞ୍ଚିଥିଲା ପରି ତୋଷାମଦୀ ହୋଇ ଅମର ରହିଲେ ମରିଯିବା ସଙ୍ଗେ ସରି। ଦେଖନ୍ତୁ ତାଙ୍କର ଲେଖା ଗୁଡାକର କେତେ ତାଙ୍କର ଦୃଢତା ରହିଥିଲା ଯେ ପ୍ରକୃତରେ ମେହେରଙ୍କର ଲେଖାଟା ସମସ୍ତଙ୍କୁ ଏତେ ଆକୃଷ୍ଟ କରିଥିଲା ଫକୀର ମୋହନ ସେନାପତି ପାଗଳ ହେଇଯାଇଥିଲେ ତାଙ୍କ ଲେଖାରେ। ସେ କହୁଥିଲେ ହେ ମେହେର କେତେବେଳେ ତୁମେ ଲେଖା ପଠେଇବ ମୁଁ ତୁମ ଅପେକ୍ଷା କରି ରଖିଛି। ତାଙ୍କର କର୍ମଗୁଣ ପ୍ରତ୍ୟେକ କ୍ଷେତ୍ରରେ ସେ ଗୋଟେ କହୁଥିଲେ ନିରନ୍ତର ଯିଏ ନିଜକୁ ଶିଷ୍ୟ ବୋଲି ଗଣେ ସେ ଶିଷ୍ୟ ଗଣ ଭିତରେ ସେ ଗୋଟେ ଗୁରୁ ଜଣେ। ଆମେ ସମସ୍ତେ ଯଦି ଆଜି ମୁଁ ଆପଣଙ୍କୁ ଏ ବକ୍ତବ୍ୟ ଛଳରେ ପ୍ରସଙ୍ଗ ଆଲୋଚନା କରୁଛି କିନ୍ତୁ ମୁଁ ଗୋଟେ ଶିଷ୍ୟତା ମୋର ଯଦି ଅହଙ୍କାର ଅଛି ଯେ ମୁଁ ବହୁତ ଜାଣିଛି ମୁଁ କହିପାରୁଛି ଅନ୍ୟମାନେ ବୋଧେ ଜାଣିଥିବେ ସମସ୍ତେ ଜାଣିଛନ୍ତି ଏ ସମାଜରେ ସମସ୍ତଙ୍କର କିଛି ନା କିଛି ଗୁଣ ଅଛି। ତେଣୁ ସେ କହୁଥିଲେ ଶିଷ୍ୟ ଆକର ନିଜ ଗୁଣକୁ ସବୁବେଳେ ତୁମେ ଆକଳନ କର। ଯଦି ଶିଷ୍ୟ ଆକରରେ ତୁମେ ଗୁଣଟା ନିଜକୁ ଆକଳନ କରିପାରିବ ତାହେଲେ ତୁମ ଭିତରେ ଜଣେ ଗୁରୁ ନିଶ୍ଚୟ ବାହାରିବେ। ତାର ମହତ ପ୍ରତିଭା କ୍ଷେତ୍ର ଜାତ ଯଶ ସଦା ହୁଏ ବିକଶିତ। ତେଣୁ ମହତ୍ଵ ପ୍ରତିଭା କ୍ଷେତ୍ର ଜାତ ଯଶ ସବୁବେଳେ ଆପେ ଆପେ ବିକଶିତ ହୁଏ। ଯେମିତି ମେଘ ଆକାଶରୁ ବିଜୁଳି ଘଡଘଡି ଯେମିତି ବାହାରୁଛି ଠିକ ସେମିତି ଆମେ ଜଣକୁ ଯେତେ ଯିଏ ଯାହା ନାହିଁ ଆଜିକାଲି ଏ ସମାଜରେ ଆପଣ ମାନେ ବି ଦେଖୁଥିବେ ଯାହାର ବୈଶିଷ୍ଟ୍ୟତା ନାହିଁ ଯାହାର ଗୁଣ ନାହିଁ ଆଜି ଆମେ ସମସ୍ତେ କଣ କହୁଛନ୍ତି ତାକୁ ବହୁତ ଚାଟୁକାର କହିଦଉଛନ୍ତି ପ୍ରତ୍ୟେକ କ୍ଷେତ୍ରରେ। କିନ୍ତୁ କେତେ ଦିନ ତେଣୁ କୁହାଯାଏ ଜୀବନଟା ଗୋଟିଏ ଆପଣ ଶୃଙ୍ଖଳା ଶାଳୀନତା ଭିତରେ ଯଦି ଯୋଉମାନେ ବାଟ ଚାଲୁଛନ୍ତି ସେମାନେ ତାଙ୍କର ଲକ୍ଷ୍ୟସ୍ଥଳରେ ନିଶ୍ଚୟ ପହଞ୍ଚି ପାରୁଛନ୍ତି। ଏ ହଉଛି ମେହେର ସାହିତ୍ୟର ତାର ଗଦ୍ୟ ସାହିତ୍ୟ ବୋଧେ ଆପଣ ମାନେ ପଢିଥିବେ କି ନାହିଁ। ସେ ଲେଖିଛନ୍ତି ଶିକ୍ଷିତ ଅର୍ଦ୍ଧ ଶିକ୍ଷିତ ଆଉ ଅହଙ୍କାରୀ ଶିକ୍ଷିତ। ଶିକ୍ଷିତ ଅହଙ୍କାରୀ ଶିକ୍ଷିତ କଣ ଆଜିକାଲି ଆଜ୍ଞା ଯଦି ଦୁଇ ପଦ ଜଣେ ଇଂରାଜୀ ଠିକ ଭାବରେ କହିପାରିବ ସଂସ୍କୃତ ସଡକ ଯଦି 5-6ଟା ଜାଣିଥିବ ସେ ଦୁନିଆଟାକୁ ସିଏ ବୋକା ବନେଇଦେବ। ସିଏ ଯାହା ନାହିଁ ତାହା ପ୍ରତ୍ୟେକ ଜାଗାରେ ଦୁଇ ପଦ ଇଂରାଜୀ କହିଦେଲେ ଲୋକ ଭାବିବେ ଇଏ ବହୁତ କିଛି ଜାଣିଛି। ପ୍ରତ୍ୟେକ ଜାଗାରେ ସଂସ୍କୃତ ଦୁଇ ପଦ ଯଦି କହିଦେଲେ ସେମାନେ ଭାବିବେ ଇଏ ବହୁତ ଜାଣିଛି ବହୁତ ଜ୍ଞାନୀ ପଣ୍ଡିତଟା। ସେ ତାକୁ କ୍ରିଟିସାଇଜ କରି ଲେଖିଥିଲେ ସମାଲୋଚନା କରିଥିଲେ ସେମିତି ଲୋକକୁ। ତେଣୁ ତାଙ୍କର ଯୋଉ ପ୍ରକୃତି ଜିନିଷ ଉପରେ ବହୁତ ଗୁରୁତ୍ୱ ଦଉଥିଲେ ଅହଂ ପ୍ରକୃତି
ଆଉ ପ୍ରକୃତିରେ ତାଙ୍କର ସବୁବେଳେ ସେ ନାରୀ ପ୍ରକୃତି ଉପରକୁ ସେ ଆଙ୍ଗୁଠି ନିର୍ଦ୍ଦେଶ କରିଥିଲେ ଯେ ଗୋଟେ ନାରୀର ପ୍ରକୃତରେ କଣ ରହିବା ଦରକାର, ତାର ସଂସ୍କାର କୃତ କଣ ରହିବା। ଆଜି ବିବେକାନନ୍ଦ ମଧ୍ୟ ସେମିତି। ଆପଣ ଅନ୍ଧବିଶ୍ୱାସ, ଇଏ ବି ଅନ୍ଧବିଶ୍ୱାସ ବିଷୟରେ କହୁଥିଲେ। ଯେତେ ଅନ୍ଧବିଶ୍ୱାସୀ ଥିଲେ ମେହେର ସାହିତ୍ୟ କଲମରୁ ପ୍ରଥମ ନିଃସୃତ ହେଇଥିଲା ସେ ଅନ୍ଧବିଶ୍ୱାସ କଥା। ସେଗୁଡାକ ତ ବର୍ତ୍ତମାନ ଆଲୋଚନା କଲେ ବହୁତ ଲମ୍ବା ହେଇଯିବ, ତେଣୁ ତାଙ୍କର କବିତା ଉପରେ ନେଇ ମୁଁ ଆଲୋଚନା କରୁଛି। ହ୍ୟାଲୋ। ହ୍ୟାଲୋ। ଆଜ୍ଞା ଶୁଭୁଛି ଶୁଣା ଯାଉଛି। ଆପଣଙ୍କର ଥିଲା, କୁହନ୍ତୁ। ହଁ ସାର୍, ମୁଁ ଭାବୁଛି ଶୁଣା ଯାଉଛି ନା ନାଇଁ ବୋଲି, ମୋର ଟିକେ ଅଟକି ଯାଉଛି। ନାଇଁ ସାର୍, ଏଭ୍ରିଥିଂ ଇଜ ଓକେ। ହଉ, ଓକେ ସାର୍। ତାଙ୍କର ଇନ୍ଦୁମତୀ କାବ୍ୟ ଯେତେବେଳେ ଲେଖିଥିଲେ, ସେ ଇନ୍ଦୁମତୀ କାବ୍ୟ ଯେତେବେଳେ ଲେଖିଥିଲେ ନନ୍ଦକିଶୋର ବଡ଼କୁ ସେ ତା ପଢିବା ପାଇଁ ଦେଇଥିଲେ। ନନ୍ଦକିଶୋର ବଡ଼ ଯେତେବେଳେ ତାଙ୍କର ପଢିଥିଲେ ସେ ଇନ୍ଦୁମତୀ କାବ୍ୟଟି ସେ ଆତ୍ମବିସ୍ମୃତ ହେଇଯାଇଥିଲେ। କହିଲେ ଏତେ ଗରିବ, ପାଠ ବେଶୀ ପଢି ନାହିଁ, ତଥାପି ସେ ଇନ୍ଦୁମତୀ କାବ୍ୟ ଏତେ ସୁନ୍ଦର ପ୍ରାଞ୍ଜଳ ଭାବରେ ବିଶ୍ଳେଷଣ କରିଛନ୍ତି। ତେଣୁ ସେ ତାଙ୍କରି ପଦ ଉପରେ ଲେଖିଥିଲେ, ଯେତେ ଲୁଚାଇଲେ ନ ଲୁଚେଇ ଅଗ୍ନି ସହିତ ଲୁଚେଇଲେ କି ଚମ୍ପୁ ବି ବଡ ଦେବ ରଥ। ତେଣୁ ତୁମେ ଦିନକ ବି ରହିବ ଜୀବିତ, ଯେତେ ଦିନ ଭବେ ଥିବ ଓଡିଆ ସାହିତ୍ୟ। ତେଣୁ ଓଡିଆ ସାହିତ୍ୟର ଆଜି ପ୍ରାଣକନ୍ଦ୍ରିକ ପ୍ରାଣନେଶ ଗଙ୍ଗାଧର ମେହେର। ତାଙ୍କୁ ଛାଡି ଏ ଓଡିଆ ସାହିତ୍ୟର କିଛି ମାନେ ନଥାଏ। ତାଙ୍କର ପ୍ରତ୍ୟେକ ଜିନିଷ, ରାମାୟଣର ଆହୁରି ଅନେକ ତାଙ୍କର ଲେଖିଛନ୍ତି। ଯେ ସୀତା ଚରିତ୍ର ଉପରେ ଯେତେବେଳେ ସେ ଅଶୋକ ବନରେ ରହିଛନ୍ତି, ରାମଚନ୍ଦ୍ର ଯାଇଛନ୍ତି କିଷ୍କିନ୍ଧାରେ, ତାଙ୍କର ଦେଖା ହେଇଛି। କିଷ୍କିନ୍ଧାରେ ଦେଖାହେଇଛି ସୁଗ୍ରୀବ ସହିତ ମୈତ୍ରପଣ ଯେତେବେଳେ ହେଇଛନ୍ତି, ସେଇଠି କେତୋଟି ଶିକ୍ଷା ତାଙ୍କର ଅଛି। ସୁଗ୍ରୀବ ସହିତ ମୈତ୍ର ହେଲା ପରେ ବାଡି ବଧ କରି ତାଙ୍କୁ ସିଂହାସନ ଦେଇଛନ୍ତି। ସିଂହାସନ ଦେଲା ପରେ ସୁଗ୍ରୀବ ଭୁଲି ଯାଇଛନ୍ତି ଯେ ମୈତ୍ରର ତାଙ୍କର ଯୋଉ ଅପର ରାବଣ ତାକୁ ଚୋରେଇ ନେଇ ସେ ତାକୁ କେମିତି ମୁକ୍ତ କରିବା ପାଇଁ ଯିବେ ଅଶୋକ ବନକୁ। ତେଣୁ ସେ କ୍ରୋଧ ଜର୍ଜରିତ ଲକ୍ଷ୍ମଣ ଯାଇଛନ୍ତି ସୁଗ୍ରୀବ ପାଖକୁ। ଯୋଉ ତୀରରେ ସେ ମାରିଥିଲେ ବାଡିକୁ, ସେ ତୀରଟା ମାଗିଛନ୍ତି ରାମଚନ୍ଦ୍ରକୁ, ଭାଇ ମତେ ଦିଅ ତୀର। ସେଇଠି ତାଙ୍କର ଗୋଟେ ଆସେ ପଦ ଯେ ଯେ ଚିତ୍କାର କରି ଉଠିଛନ୍ତି ଯେ ସୁଗ୍ରୀବ ବିଶ୍ୱାସଘାତକ, ତୋତେ ମୈତ୍ରପଣରେ ତ ରାଜ୍ୟ ମୁକ୍ତ କଲେ, ତୋ ସିଂହାସନ ତୋତେ ଦାନ କଲେ, କିନ୍ତୁ ଶେଷରେ ତୁ ମୈତ୍ରପଣରେ ତୁ ଠକିଦେଲୁ। ତେଣୁ ସେ ତାରା ଦେବୀ ବାହାରି ତାକୁ ମନା କରିଥିଲେ ଯେ ଗୋଟେ ନାରୀ ଚରିତ୍ର ସମ୍ମୁଖରେ ଠିଆ ହେଲେ ଯେତେ ବଡ କ୍ରୋଧୀ ଥିଲେ ବି ଜଣେ ତାଙ୍କର କ୍ରୋଧୀ ଉପଶମ ହେଇଯାଏ। ତେଣୁ ସେ ତାରା ଆସି ଲକ୍ଷ୍ମଣକୁ ଯେତେବେଳେ ତାଙ୍କ ସହିତ ଆଳାପ କରିଛନ୍ତି, ସେ ତାଙ୍କର କ୍ରୋଧ ପ୍ରଶମିତ ହେଇଯାଇଛି। ସେ ଏଇ ହଉଛି ତାଙ୍କର ଦିଗ୍ଦର୍ଶନ। ପ୍ରତ୍ୟେକ ନାରୀ ଚରିତ୍ରକୁ ସେ ପ୍ରାଧାନ୍ୟ ଦେଇଛନ୍ତି ପ୍ରତ୍ୟେକ ଜାଗାରେ। ଆଉ ଦ୍ୱିତୀୟତଃ ହେଲା ପାଣି ଆଉ ଦ୍ୱିତୀୟତଃ ହେଲା ଆଜି ପର୍ଯ୍ୟନ୍ତ କବି ଭିତରେ ଯିଏ ସନ୍ଥ କବି ଭୀମ ଭୋଇ କୁହନ୍ତୁ, ସେ ତାଙ୍କର ବିଶ୍ୱ ଚେତନା ଥିଲା। କାରଣ ପ୍ରାଣୀକୁ ଆରତ ଦୁଃଖ ପ୍ରମିତ ସେ କହିଥିଲେ। କୁନ୍ତଳା କୁମାରୀ କହିଥିଲେ, କୁନ୍ତଳା କୁମାରୀ ସାବତ କହିଥିଲେ, କିଏ କହେ ବିଶ୍ୱ ବିରଟା ଛଡନା ମିଛ ମାୟାର ବନ୍ଧନ। ଠିକ ସେମିତି ବିଶ୍ୱ ଦେଖ ମଧୁମୟରେ ଜୀବନ, ବିଶ୍ୱ ଦେଖ ମଧୁମୟ, ମଧୁର ଝରଣ କରିବ ହରଣ, ତ ପାପ ମରଣ ଭୟରେ ଜୀବନ, ତ ପାପ ମରଣ ଭୟ। ପ୍ରକୃତରେ ବିଶ୍ୱକୁ ବାର୍ତ୍ତା ଦେବାରେ ଏଇ ତିନି ଜଣ କବି ଥିଲେ। କି ଆମର ସନ୍ଥ କବି ଭୀମ ଭୋଇ, ଆଉ ଦ୍ୱିତୀୟତଃ କୁନ୍ତଳା କୁମାରୀ ସାବତ, ଆଉ ଆମର ଏ ମେହେର ସ୍ୱାଭ କବି ମେହେର। ଆଉ ମତେ କ୍ଷମା କରିବେ, ମୋର ଟିକେ ଆଜି ଭେଣେଙ୍କର ସେ କିଡନୀ ଅସୁବିଧା ଟିକେ ଅଛି, ତ ମୁଁ ଖାଲି ବାଧ୍ୟକତାରେ ଯେହେତୁ ପ୍ରୋଗ୍ରାମରେ ସାମିଲ ହେଲେ ମୁଁ କହୁଥିଲି ଯୁଧିଷ୍ଠିର ବାବୁକୁ, ମୋର ମନଟା ଟିକେ ଭଲ ବି ଲାଗୁନାହିଁ। ଖାଲି ଜବରଦସ୍ତି ମୁଁ ବସିଲି, ଯେହେତୁ ଆପଣମାନଙ୍କ ଟିକେ ଯୋଡି ହେଇଗଲି। ଆଉ ସାନ ଭେଣେଟାକୁ ମୁଁ ଆଣିଥିଲେ ମେଡିକାଲରେ, ତାଙ୍କର ପ୍ରୋବ୍ଲେମ ବାହାରିଛି, ବ୍ଲଡ 5 କେତେ ଅଛି। ମୁଁ ବହୁତ ବିବ୍ରତ ବ୍ୟସ୍ତ। ଖାଲି ଆପଣମାନଙ୍କର ଯେହେତୁ ମୁଁ ପ୍ରୋଗ୍ରାମରେ ସାମିଲ ହେଇଗଲି, ମୁଁ କିଛି ମନା କରିପାରିଲିନି। ମୋର ଭଲ ବି ଲାଗୁନାହିଁ ମତେ କହିବା ପାଇଁ ବି, ଟିକେ ଖାଲି ଜବରଦସ୍ତି ମୁଁ ଖାଲି ସମୟଟା କଟେଇଲା ଭଳିଆ ଲାଗୁଛି। ଯେ ଯାହା ମୁଁ ଚେଷ୍ଟା କରିଥିଲି, ଯେ ଯୋଉ ପ୍ରକାର ମୋର କହିବାର ଇଚ୍ଛା ଥିଲା, ଆଜ୍ଞା ମତେ ଭଲ ଲାଗୁନାହିଁ। ସେ ଭେଣୀଟାକୁ ଟିକେ ବ୍ଲଡ ନଦେଲେ ତାଙ୍କର ପାଦ ଫାଦ ଫୁଲି ଫୁଲା ଯାଇଛି।
ମୋତେ ଟିକେ କ୍ଷମା କରିବେ ଆଜ୍ଞା। ଆଉ ମୁଁ କହିବା ପାଇଁ ବି ମୋର ଆଉ ଶକ୍ତି ବି ଆସୁନାହିଁ ଜମା। ଜବରଦସ୍ତି ମୁଁ ବସିଥିଲି, ହଠାତ୍ କରି ତାଙ୍କର ଦେହ ଅସୁସ୍ଥ ହେଲା, ତାକୁ ମେଡ଼ିସିନ ସ୍ପେଶାଲିଷ୍ଟକୁ ଦେଖାଇଲା ପରେ ତାଙ୍କର କିଡନୀ ଏଫେକ୍ଟ ହେଇଛି 2.7 ପ୍ଲସ୍ ତା 5 ପଏଣ୍ଟ କେତେ ରକ୍ତ ଅଛି, ରକ୍ତ ଆମେ ଦେଇପାରି ନାହିଁ। ଦେଖିବା ବର୍ତ୍ତମାନ ମୁଁ ଯିବି ବାହାରିକରି, ଆଉ ବହୁତ ଖରାପ ଲାଗୁଛି ମୋତେ। ତେଣୁ ମୁଁ ଭଲ ଭାବରେ କହିବି ପାରୁନାହିଁ, ମୁଁ ଯେମିତି କହେ ସେମିତି କହିବା ପାଇଁ ମୋର ଇଚ୍ଛା ବି ହଉନାହିଁ, ଇଚ୍ଛା ଶକ୍ତି କମିଗଲା। ମୁଁ ତେଣୁ ମୋତେ ଟିକେ କ୍ଷମା କରିବେ ଆଜ୍ଞା, ଆପଣଙ୍କ ପ୍ରୋଗ୍ରାମ ସହିତ ଯୋଡି ହେବାର। ଆଉ ମୋତେ ଅଧୈର୍ଯ୍ୟ ଲାଗୁଛି, ପୁରା ବିବ୍ରତ ଲାଗୁଛି। ଖାଲି ଯେହେତୁ ମୁଁ ନାଁ ଦେଇ ଦେଇଥିଲି ବାହାରିଗଲା, ମୁଁ ଯୁଧିଷ୍ଠିର ସାରଙ୍କୁ ବି କହିଲି ଏଇଭଳିଆ ସାର୍, ସେ କହିଲେ ଦୁଃଖ କରନ୍ତୁ ନାହିଁ ସାର୍, ଆପଣ କହନ୍ତୁ କହିଲେ। ତେଣୁ ମୋତେ ଟିକେ କ୍ଷମା କରିବେ ଆଜ୍ଞା, ଆପଣମାନଙ୍କୁ ନମସ୍କାର ଜଣାଉଛି। ଆଉ କହିବା ପାଇଁ ମୋତେ ଇଚ୍ଛା ବି ହଉନି ଆଉ ଜମା। ଆମେ ଦୁଃଖିତ ମିତ୍ର ଅନୁସାର ଯେ ଏଇ ପ୍ରକାର ପରିସ୍ଥିତିରେ ମଧ୍ୟ ଆପଣ ଆମକୁ ସାଥ ଦେଇଛନ୍ତି, ଆମକୁ ସମୟ ଦେଲେ। ତେଣୁ ମୁଁ ବ୍ୟକ୍ତିଗତ ଭାବରେ ଆପଣଙ୍କୁ ମାନେ ଅଗଣିତ ଧନ୍ୟବାଦ ତ ନିଶ୍ଚିତ ଦେବି। ତ ଆପଣଙ୍କର ପରିସ୍ଥିତି ପାଇଁ ଆମେ ସମସ୍ତେ, ଆମେ ପରିବାରର ସମସ୍ତେ ଦୁଃଖିତତା ପାଇଁ, ଯେ ଭଗବାନ ଜଗନ୍ନାଥଙ୍କୁ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବା ଆମେ, ସେ ଅତି ଶୀଘ୍ର ଆରୋଗ୍ୟ ହୁଅନ୍ତୁ ଏବଂ ଆମ ଗହଣକୁ ପୁଣି ସେ ଆସନ୍ତୁ। ଏବେ ମୁଁ ଅନୁରୋଧ ରଖିବି ଯୁଧିଷ୍ଠିର ମହାନ୍ତ ସାର୍, ଆମର ସଭାପତି କାର୍ଯ୍ୟକ୍ରମର, କିଛି ଦି ପଦ ମନ୍ତବ୍ୟ ରଖିବେ ଏହାରି ଉପରେ ସାର୍। ଧନ୍ୟବାଦ ନବୀନ ବାବୁ। ତାଙ୍କ ଆଲୋଚନା ଧାରାକୁ ଆମେ କିପରି ଭାବରେ ଉପଲବ୍ଧି କଲେ ସମସ୍ତେ ନିଶ୍ଚିତ ହୃଦୟଙ୍ଗମ କରିଥିବେ। ଜଣେ ଆମର ଭେଟନାରୀର ଟେକ୍ନିସିଆନ ହେଇ ମଧ୍ୟ ସାହିତ୍ୟକୁ ସେ କିପରି ଭାବରେ ତା ଭିତରକୁ ଯାଇକି ହୃଦବୋଧ କରିଛନ୍ତି, ତାହାର ଦୃଷ୍ଟାନ୍ତ ଆମେ ନିଶ୍ଚିତ ଜାଣିପାରିଲେ। ରାଷ୍ଟ୍ରଦୀପ ତରଫରୁ ତାଙ୍କୁ 2010 ମସିହାରେ ଆମର କଳା ବିକାଶ କେନ୍ଦ୍ର କଟକ ତରଫରୁ ତରାଟ ଫୁଲ ପାଇଁ ଶ୍ରେଷ୍ଠ ଗାଳ୍ପିକ ପୁରସ୍କାର ଦିଆଯାଇଥିଲା। ଯାଜପୁରରେ ସେ ମେହେର ସାହିତ୍ୟ ପାଇଁ ସେ ସମ୍ମାନିତ ହୋଇଛନ୍ତି। ବୋଧହୁଏ ସେଇଥିପାଇଁ ହିଁ ସେ ଆଜିର ଶୀର୍ଷକ ମେହେର ସାହିତ୍ୟ ଜୀବନ ଦର୍ଶନକୁ ଆମର ପ୍ରସଙ୍ଗ ରଖିଥିଲେ। ତାଙ୍କର ଅନ୍ୟ ଗଳ୍ପ ଗୁଡିକ ମଧ୍ୟରେ ମା ଆଖିରେ ବର୍ଷା, ହଡ଼ା ବଳଦ, ହାରିଗଲା ହାରାଧନ, ବ୍ୟତିକ୍ରମ, ଇନ୍ଦିରା ଆବାସ ଆଦି ବେଶ ଆମ ଅଞ୍ଚଳରେ ଜଣାଶୁଣା। କବିତା ଗୁଚ୍ଛ ମଧ୍ୟରୁ ଏ ମୋର କିଷାନ ଭାଇ, ହାୟରେ ଉତ୍କଳ, ରତ୍ନାକର ଉବାଚ, ମା, ଶିମିଳିପାଳ ଏଗୁଡିକ ପ୍ରମୁଖ। ସେ ଯାହା ବି ହଉ, ଆମର ପ୍ରଥମତଃ ସେ ମତେ ଆଗରୁ କହୁଥିଲେ ଯେ ତାଙ୍କ ଭିଣୀଙ୍କ ଦେହ ଟିକେ ଖରାପ ଅଛି, ତଥାପି ସେ ଆମକୁ 100% ସହଯୋଗ ଦେଇଛନ୍ତି। ତାଙ୍କ ଆଲୋଚନା ଚକ୍ରରୁ ଆମେ ଜାଣିଲେ ଯେ ମେହେରଙ୍କ ପ୍ରତି ଆମର ବ୍ୟାସକବି ଫକୀର ମୋହନ କିପରି ଭାବରେ ତାଙ୍କର ନିଜର ନିଷ୍ଠା, ନିଜର ଭଲ ପାଇବା ସେ ଦେଖେଇଥିଲେ। ତାଙ୍କର ଉତ୍କଳ ଭ୍ରମଣ କବିତାରୁ ଏହା ସ୍ପଷ୍ଟ ହୁଏ, ଗୋରପାଲି ଦେଶେ ଅଛି ଗଙ୍ଗାଧର ମେହେର, ତାହାର କବିତା ପଢି ଅଛି ଢେର ଥର, କବିତା ଗୁଡ଼ିକ ପଢ଼ି ମନ ମଜିଯାଏ, ଆଉ ସେ ଲେଖିବ ବୋଲି ବାଟ ଚାହିଁଥାଏ। ସେ ବ୍ୟାସକବି ଫକୀର ମୋହନ କେତେ ପରିମାଣରେ ତାଙ୍କର ଲେଖାକୁ ଆଗ୍ରହର ସହିତ ଅପେକ୍ଷା କରିଥାନ୍ତି, ଏଇ ଲେଖାରୁ ତାଙ୍କର ଉତ୍କଳ ଭ୍ରମଣ କବିତାରୁ ଆମେ ସ୍ପଷ୍ଟ ହେଇଯାଉଛୁ। ଠିକ ସେଇପରି ଭାବରେ ଆମର ଆଧୁନିକ ଯୁଗର ପରବର୍ତ୍ତୀ ସମୟରେ ସେ ଆଧୁନିକ କବିତା ସବୁ ରଚନା କରିଥିଲେ। ତାରା ସୂର୍ଯ୍ୟ କବିତାରେ ତାଙ୍କର ଲେଖାରୁ ଆମେ ବେଶ ଭାବରେ ତାକୁ ଅନୁମାନ କରିପାରିବା, ଯାହାକୁ ଯେମନ୍ତ ଦିଶେ ସେମନ୍ତ ସେ ଭାସେ,
ସେ କଥାରେ ମହତଙ୍କ କି ଯାଏ କି ଆସେ, ଏ ବାସ୍ତବିକ ଏ ସାହିତ୍ୟ ଭିତରକୁ ଆମେ ଯେତେ ଅଧିକରୁ ଅଧିକ ଯିବା ଭିତରକୁ, ସେ ପ୍ରକୃତି ସହିତ ତାଙ୍କର ମେହେରଙ୍କର ପ୍ରକୃତି ସହିତ ନିଜକୁ କେମିତି ସେ ଯୋଡୁଛନ୍ତି ଏବଂ ପ୍ରକୃତି ର ପ୍ରତ୍ୟେକ ଜିନିଷକୁ ସେ ଅନ୍ତରାତ୍ମା ସହିତ କି ପ୍ରକାର ଯୋଡୁଛନ୍ତି ତାହା ତାଙ୍କର ମଙ୍ଗଳେ ଆଇଲା ଉଷା ଆମର କବିତାରୁ ଆମେ ବେଶ ଭଲ ଭାବରେ ଜାଣିପାରିବା ଯେ ମଙ୍ଗଳେ ଅଇଲା ଉଷା ବିକଚ ରାଜୀବ ଦୃଶା ଜାନକୀ ଦର୍ଶନେ ତୃଷା ହୃଦୟ ବହି କର ପଲ୍ଲବୀ ନିହାର ମୁକ୍ତା ଧରି ଉପହାର ସତୀଙ୍କ ବାସବାହାର ପ୍ରାଙ୍ଗଣେ ଭାଇ। କର ପଲ୍ଲବୀ ନିହାର, କରକୁ ପଲ୍ଲବ ସହିତ ପ୍ରତ୍ୟେକ ଶରୀର ବିଭିନ୍ନ ଅଙ୍ଗକୁ କେମିତି ପ୍ରକୃତି ସହିତ ଯୋଡୁଛନ୍ତି ସେ ସମ୍ପର୍କରେ ତ ନିଶ୍ଚିତ ଭାବରେ ଆମର ସାରଙ୍କ ପାଖରୁ ବକ୍ତାଙ୍କ ପାଖରୁ ଶୁଣିଥିଲେ ଭଲ ହେଇଥାନ୍ତା। ତେବେ ଅନୁରୋଧ ରଖିବି ଆମର ନବୀନ ବାବୁଙ୍କୁ ଏ ସମ୍ପର୍କରେ ଆଉ କିଛି ଆଲୋଚନା ରଖିବା ପାଇଁ, ଯେ କାହା ପାଖରେ କିଛି ଯଦି ଏହାର କିଛି ରିସୋର୍ସ ଥାଏ ଏ ଆଭାସୀ ମଞ୍ଚରେ ଏଟାକୁ ଉପସ୍ଥାପନ କରନ୍ତୁ ଏବଂ ବକ୍ତାଙ୍କୁ ଭାବୁଛି ବିଦାୟ ଦେବାଟା ଉଚିତ ହେବ କାରଣ ସେ ବ୍ୟସ୍ତ ଅଛନ୍ତି। ନବୀନ ବାବୁ। ଆଜ୍ଞା ଧନ୍ୟବାଦ ଯୁଧିଷ୍ଠିର ସାର୍। ଯେ ମୁଁ ଗୋଟିଏ ଜିନିଷ ଅନୁଭବ କଲି ଆଜିର କାର୍ଯ୍ୟକ୍ରମରୁ, ଯେ ଗଙ୍ଗାଧର ମେହେରଙ୍କର ଜୀବନ ଦର୍ଶନଟା ମିତ୍ରବାନୁ ସାରଙ୍କ ଉପରେ ପ୍ରଭାବ ପଡ଼ିଛି ନିଶ୍ଚିତ ଭାବରେ। ଯେ ତାଙ୍କର ପରିଚିତ ଲୋକ ସମ୍ପର୍କୀୟ ଲୋକ ହସ୍ପିଟାଲରେ ଥାଇ ମଧ୍ୟ ନିଜେ ବ୍ୟସ୍ତ ବିବ୍ରତ ଥାଇ ମଧ୍ୟ ଏହି ପ୍ରକାର ପରିସ୍ଥିତିରେ ସେ ଆମକୁ ଧୈର୍ଯ୍ୟର ସହିତ ସମୟ ଦେବା ସହିତ ଧୈର୍ଯ୍ୟର ସହିତ ତାଙ୍କର ଅତି ସରଳ ସୁନ୍ଦର ଭାବରେ ଏଇ ଯେଉଁ ଜୀବନ ଦର୍ଶନ ଗଙ୍ଗାଧର ମେହେରଙ୍କ ଜୀବନ ଦର୍ଶନ ସେ ସୁନ୍ଦର ଭାବରେ ଏହାରି ଉପରେ ଅଭିଭାଷଣ ରଖିଲେ, ସେଥିପାଇଁ ମୁଁ ଅତି କୃତଜ୍ଞ। ଆଉ ମୁଁ ବି ଗଙ୍ଗାଧର ମେହେରଙ୍କ ଉପରେ ଏଇ ବ୍ୟସ୍ତତା କାରଣରୁ ମୁଁ ବି ଟିକେ ଆଉ ମୁଁ ଜାଣିପାରିନଥିଲି ସୂଚନା, ଯେ ସେଥିପାଇଁ ଦୁଃଖିତ। ଆଉ ନହେଲେ ମୁଁ ଟିକେ କଣ ଦେଖିଥାନ୍ତି ଯେ ଯେହେତୁ ବକ୍ତା ରହୁଛନ୍ତି ଭଲ ବକ୍ତା ମୁଁ ଜାଣିଲି, ସେଇ ଦୃଷ୍ଟିରୁ ଆମକୁ ଶିଖିବାର ଅଛି। ସେ ଦୃଷ୍ଟିରୁ ମୁଁ ମଧ୍ୟ ରହିଗଲି ସେଇ ପ୍ରକାର ବକ୍ତାଙ୍କ ଉପରେ। ତ ଯାହା ହଉ ମିତ୍ରବାନୁ ସାରଙ୍କୁ ମୋର ଅଗଣିତ ଧନ୍ୟବାଦ ସାଧୁବାଦ। ଏବେ ଅନୁରୋଧ ରଖିବି ଶ୍ରୀଯୁକ୍ତ ଦୀପକ ମହାନ୍ତି ସାର୍ ଧନ୍ୟବାଦ ପାଇଁ ଆଗ୍ରହ କରୁଛୁ। ଦୀପକ ମହାନ୍ତି। ଆଜ୍ଞା ମେହେରଙ୍କ ଉପରେ କିଛି ଆଉ କହିବା କି? ହଁ ସାର୍ ଦୀପକ କୁହନ୍ତୁ। ସମୟ ହେଇନି ନା। ଆଜ୍ଞା ଆଜ୍ଞା ଆଜ୍ଞା। ମେହେରଙ୍କ ଉପରେ କିଛି କହିବା କି ଆଉ? ଆଜ୍ଞା 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 ମୁଁ ବିପିନ ଭାଇଙ୍କୁ ଅନୁରୋଧ ରଖିବି କିଛି ସମୟ ସେ ଦିଅନ୍ତୁ ମେହେରଙ୍କ ଜୀବନ ଦର୍ଶନ ଉପରେ। ମୁଁ ଅନୁରୋଧ ରଖିବି ଆଜ୍ଞାଙ୍କୁ କିଛି ସମୟ ଆପଣ ରଖନ୍ତୁ ଏହାରି ଉପରେ ଆଲୋଚନା। ଆଜ୍ଞା। ଜୟ ଜଗନ୍ନାଥ। ମୁଁ ମୋ ଆଡ଼ୁ ଇଚ୍ଛା ପ୍ରକାଶ କରିଥିବାରୁ ପ୍ରଥମେ କ୍ଷମା ପ୍ରାର୍ଥନା କରୁଛି। କାଳେ ଆପଣମାନେ କିଏ କଣ ଭାବୁଥିବେ, ସେଥିପାଇଁ ପ୍ରଥମେ କ୍ଷମା ଚାହୁଁଛି। ଆଉ ମୁଁ ଅନୁମତି ନେଇ ମଧ୍ୟ କହିବାକୁ ଚାହୁଁଛି, ଯେହେତୁ ସମୟ କିଛି ଅଛି। ତେବେ ଓଡ଼ିଆ ସାହିତ୍ୟରେ ଗଙ୍ଗାଧର ମେହେର ଏକ ଅମଳିନ ପ୍ରତିଭା। ଜଣେ ବନ୍ଧୁ ପ୍ରଶ୍ନରେ ଦେଖିଥିଲି ତାଙ୍କୁ ରଙ୍ଗାଜୀବି ଗଙ୍ଗାଧର ବୋଲି କାହିଁକି କୁହାଯାଏ, ସେ ପ୍ରଶ୍ନ କରିଛନ୍ତି। ରଙ୍ଗାଜୀବି ଗଙ୍ଗାଧର, ରଙ୍ଗକୁ ରଙ୍ଗ ଏଠି କହିଲେ ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟର ପ୍ରତିଟି ବିଭାଗକୁ, ପ୍ରକୃତି କେବଳ ନୁହେଁ, ଓଡ଼ିଆ ସାହିତ୍ୟର ଏକମାତ୍ର କବି ଗଙ୍ଗାଧର ମେହେର ଏପର୍ଯ୍ୟନ୍ତ ଯେ କୃଷକ ସଙ୍ଗୀତ ରଚନା କରିଛନ୍ତି। ଚାଷୀ ଭାଇକୁ ନେଇ ଓଡ଼ିଆ ସାହିତ୍ୟର ଅଦ୍ୟାବଧି କୌଣସି କବି ଗଙ୍ଗାଧର ମେହେରଙ୍କର ପରବର୍ତ୍ତୀ ପର୍ଯ୍ୟାୟରୁ ପୂର୍ବବର୍ତ୍ତୀ ମଧ୍ୟରୁ ମଧ୍ୟ କୃଷକ ସଙ୍ଗୀତ କେହି ରଚନା କରିନାହାନ୍ତି।
ଚାଷୀଟିଏ ବିଲରେ ହଳ କରୁଛି, ମୁଣ୍ଡରେ ପଖିଆ ଲଗେଇଛି, ଧାନ ରହୁଛି, ଧାନ ବିଲରେ ବେଉଷଣ କରୁଛି ଏବଂ ସେ ସୁନାର ଫସଲ ଫଳଉଛି, ସମସ୍ତ ଜଗତକୁ ସେ ଆହାର ଯୋଗାଉଛି। ତାକୁ ନେଇକରି ଗଙ୍ଗାଧର ମେହେର ସୁନ୍ଦର ଭାବରେ କବିତା ରଚନା କରିଛନ୍ତି। ଆମେ ପିଲାମାନଙ୍କୁ ଦଶମ ଶ୍ରେଣୀରେ ମଙ୍ଗଳ ଅଇଲା ଉଷା ପଢ଼ଉଥିଲୁ। ମଙ୍ଗଳ ଅଇଲା ଉଷା ବିକଚ ରାଜୀବ ଦୃଷା, ଏଇ ଯେଉଁ କବିତାଟି ଯେତେବେଳେ ସେ ଲେଖୁଥିଲେ, ଆପଣ ତାଙ୍କ ଜୀବନ ଦର୍ଶନରୁ ଦେଖନ୍ତୁ। ସେ ସମୟରେ ତତ୍କାଳୀନ ସମ୍ବଲପୁରର ଡେପୁଟି ମାଜିଷ୍ଟ୍ରେଟ ଗଙ୍ଗାଧର ମେହେରଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲେ। ସନ୍ଧ୍ୟା ସମୟ, ଡିବି ଆଲୁଅଟିଏ ଜଳୁଛି, ଗୋଟିଏ ସନ୍ତରା ମସିଣାଟିଏ ପଡ଼ିଛି। ସନ୍ତରା ମସିଣାଟିଏ ଉପରେ ବସି ଗୋଟିଏ ଡବା ଉପରେ ଡିବି ଆଲୁଅଟିଏ ରଖି କବି ତାଙ୍କ କଲମ ଚାଳନା କରିଛନ୍ତି। ଡେପୁଟି କଲେକ୍ଟର ତାଙ୍କ ଘର ବାଟ ମୁହଁରେ ପହଞ୍ଚି ଘର ଭିତରକୁ ପ୍ରବେଶ କରିଛନ୍ତି। ସେ ଲେଖି ଚାଲିଛନ୍ତି, କେବଳ ହାତ ଠାରି ଦେଇଛନ୍ତି ବସନ୍ତୁ ବୋଲି। ସେ ସମୟରେ ଡେପୁଟି କଲେକ୍ଟର ସେଠି ମଧ୍ୟ ଉପବେଶନ କରିଛନ୍ତି। ଗଙ୍ଗାଧର ମେହେର ସେଇ ଛାନ୍ଦର 21 ପଦ ପର୍ଯ୍ୟନ୍ତ ପୂରଣ କରିବା ପର୍ଯ୍ୟନ୍ତ ସେ ଡେପୁଟି କଲେକ୍ଟରଙ୍କୁ ଚାହିଁ ନାହାନ୍ତି। କାରଣ ତପସ୍ୱିନୀ କାବ୍ୟର ମଙ୍ଗଳ ଅଇଲା ଉଷା ଏକ ଜୀବନ୍ତ ସାହିତ୍ୟ, ଯେଉଁଠି ଉଷା ଭଳି ଏକ ବର୍ଣ୍ଣନାକୁ, ଉଷା ମାନେ ସକାଳ, ବଡି ଭୋର। ଏବେ ଯଦି ଉଷା ଆମେ କହିବା, ଠିକ୍ 4:55 ଆପଣମାନେ ଯଦି 4:55 5:15 ବା 6ଟା ଭିତରେ, ଅତି ବେଶୀରେ 6ଟା ଯାଏ ଯିବେ, ଯେଉଁ ସମୟକୁ ଏବେ ଅନୁଭବ କରିବେ ତାହା ହେଉଛି ଉଷା ସମୟ। ଯେଉଁଠି ଅନ୍ଧାର ଛାଡ଼ି ଛାଡ଼ି ଯାଉଛି, ଫରଚା ମାଡ଼ି ମାଡ଼ି ଆସୁଛି, ସମ୍ପୂର୍ଣ୍ଣ ଅନ୍ଧାର ଯାଇନାହିଁ, ତାକୁ ସୁନ୍ଦର ଭାବରେ ଗଙ୍ଗାଧର ମେହେର ସେ ପଦ ରଚନା କରିଥିଲେ। ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ସେ ପଚାରିଛନ୍ତି ଡେପୁଟି କଲେକ୍ଟରଙ୍କୁ, ମହାଭାଗ ମୋତେ କ୍ଷମା କରିଦେବେ, ଡେପୁଟି କଲେକ୍ଟର ସେ 21 ପଦକୁ ଦେଖିକିରି ଏତେ ସ୍ତମ୍ଭୀଭୂତ ହୋଇଯାଇଛନ୍ତି ଏବଂ କବିଙ୍କର ଭାବାବେଗକୁ ସେ ସମ୍ମାନ ଜଣାଇଛନ୍ତି। ତେଣୁ ରଙ୍ଗାଜୀବି ତାଙ୍କୁ ଏଇଥିପାଇଁ କୁହାଯାଏ ଯେ କୃଷକ ଠାରୁ ଆରମ୍ଭ କରି ପୌରାଣିକ ଆଖ୍ୟାନ ପର୍ଯ୍ୟନ୍ତ, ନୀତି ଶିକ୍ଷା ଠାରୁ ଆରମ୍ଭ କରି ଜୀବନ ଦର୍ଶନ ପର୍ଯ୍ୟନ୍ତ, ତେଲ ଲୁଣ ସଂସାର ଠାରୁ ଆରମ୍ଭ କରି ଆଧ୍ୟାତ୍ମିକତା ପର୍ଯ୍ୟନ୍ତ ଏବଂ ସାତ୍ବିକ ଜୀବନର ମୁକ୍ତି କାମ ପର୍ଯ୍ୟନ୍ତ ଯିଏ ନେଇ ଯାଇଥିଲେ, ସମସ୍ତ ରଙ୍ଗକୁ, ଜୀବନ ଦର୍ଶନର ସମସ୍ତ ପ୍ରକାର ବିଭାଗକୁ ଯିଏ ଆପଣେଇ ନେଇଥିଲେ, ତାଙ୍କୁ ରଙ୍ଗାଜୀବି ଗଙ୍ଗାଧର ସେଥିପାଇଁ କୁହାଯାଏ। ଏବଂ ପ୍ରକୃତିକୁ ଜୀବନ୍ତ ରୂପାୟନ ଦେଇପାରିଥିବାରୁ କରପଲ୍ଲବେ ନିହାର ମୁକ୍ତା ଧରି ଉପହାର ସତୀଙ୍କ ବାସବାହାର ପ୍ରାଙ୍ଗଣେ ରହି, ସତୀଙ୍କର ବାସବାହାରର ପ୍ରାଙ୍ଗଣରେ ଉଷା ଠିଆ ହେଇଛି। ସତେ ଯେମିତି ଉଷା ଗୋଟେ ନାରୀ, ଉଷା ଗୋଟେ ଦିବ୍ୟ ସୁନ୍ଦରୀ, ଉଷା ଗୋଟେ ଅପୂର୍ବ ନାୟିକା, ଉଷା ଗୋଟେ ସ୍ୱର୍ଗୀୟ ଆଗମନୀ ଶକ୍ତି। ଏବଂ ସେ ହାତରେ ଆସିଛନ୍ତି ସୀତାଙ୍କୁ ଦର୍ଶନ କରିବା ପାଇଁ। କାହା ଘରକୁ ଗଲେ ଯେମିତି କିଛି ଉପହାର ନେଇକରି ଯିବାକୁ ହୁଏ, ତେଣୁ ସେ କର ପଲ୍ଲବେ ନିହାର, ଏଠି ଉଷାଙ୍କର ହାତକୁ ସେ କହିଛନ୍ତି କର ରୂପକ ପଲ୍ଲବ। ନବପତ୍ର ଗୁଡ଼ିକ ହେଉଛନ୍ତି ଉଷାଙ୍କର ହାତ ଏବଂ ରାତିରେ ପଡ଼ିଥିବା କାକର ବିନ୍ଦୁ ଗୁଡ଼ିକ ହେଉଛନ୍ତି ମୁକ୍ତା। ତେଣୁ ମୁକ୍ତାକୁ ଧରି ସେ ଉପହାର ସ୍ୱରୂପ ଯାଇଛନ୍ତି ଏବଂ କହିଛନ୍ତି ସୀତାଙ୍କୁ ଦର୍ଶନ କରିବା ପାଇଁ। ଏଇ ଯେଉଁ କବିତା, ତାକୁ ଆମେ ଯେତେବେଳେ ଦଶମ ଶ୍ରେଣୀରେ ପିଲାଙ୍କୁ ପାଠ ପଢ଼ାଯାଏ ଏବଂ ତାକୁ ଯେତେବେଳେ ସୁନ୍ଦର ଭାବରେ ଚୋଖିସ୍ୱରରେ ତାହା ଲେଖା ହେଇଛି, ଗାନ କରି ଯେତେବେଳେ ପଢ଼ାଯାଏ ଏବଂ ଆପେ ଆପେ ଏକ ଜୀବନ୍ତ ସ୍ୱଭାବ ଫୁଟି ଉଠେ। ତେଣୁ ବାସ୍ତବରେ ଏଠି ଗୋଟିଏ କଥା ମୁଁ କେବଳ ଜୋର ଦେଇ କହିବି, ସବୁ କବିତା ଭିତରେ ଆପଣ ତାଙ୍କର କୃଷକ ସଙ୍ଗୀତ ପଢ଼ନ୍ତୁ। ବହୁତ ସୁନ୍ଦର ହେଇଛି ସେ କୃଷକ ସଙ୍ଗୀତ। ଆଉ କୃଷକଙ୍କ ଉପରେ ସଙ୍ଗୀତ ରଚନା କରିବାରେ ଗଙ୍ଗାଧର ମେହେର ହେଉଛନ୍ତି ପ୍ରଥମ ଓଡ଼ିଆ କବି। ତେଣୁ ଏହିପରି ଭାବରେ ମୁଁ ଟିକେ ଚାହିଁଲି କିଛି ସମୟ ଆପଣଙ୍କୁ 5 ମିନିଟ୍ ନେବା ପାଇଁ। ତେଣୁ ସେ ରଙ୍ଗାଜୀବି କାହିଁକି, ଆଉ ଟିକେ ଯଦି କଥା ହେଇଥାନ୍ତେ। ଆଉ ସେ ଆଉ ଗୋଟେ କଥା ଦେଖନ୍ତୁ, ଯେତେବେଳେ ସୀତା ସେତେବେଳେ ଶକୁନ୍ତଳା ଶ୍ୱଶୁରାଳୟକୁ ଯାଉଛନ୍ତି, ଶକୁନ୍ତଳା ଦୁଷ୍ମନ୍ତଙ୍କ ଘରକୁ ଯିବେ। ତେଲ ଲୁଣ ସଂସାରରେ ସମସ୍ତେ ଝିଅଟିଏ ବାହା ହେଲେ ତାକୁ ତାର ପତି ଆଳୟକୁ, ତାର ଶ୍ୱଶୁର ଆଳୟକୁ ତାକୁ ପଠେଇବାକୁ ହୁଏ। କିନ୍ତୁ କଣ୍ୱ ଜଣେ ମହର୍ଷି, କଣ୍ୱ ମହର୍ଷି ସଂସାରୀ ନୁହନ୍ତି। ଶକୁନ୍ତଳା ତାଙ୍କର ଜନ୍ମିତା କନ୍ୟା ନୁହେଁ, ସେ ଅରଣ୍ୟରୁ ତାକୁ ପାଇଥିଲେ। ଶକୁନ୍ତ ପକ୍ଷୀ ଘୋଡ଼େଇକି ରଖିଥିଲା ଡେଣାରେ, ଶକୁନ୍ତ ପକ୍ଷୀ ଡେଣାରେ ଘୋଡ଼େଇ ରଖିଥିଲା। ଏ ଯେତେବେଳେ ଅରଣ୍ୟ ଭିତରକୁ ଯାଇଛନ୍ତି ସମିଧ ସଂଗ୍ରହ କରିବା ପାଇଁ, ପକ୍ଷୀଟା ଉଡ଼ି ଯାଇଛି, ସେ ଝିଅଟିକୁ ପାଇଛନ୍ତି।
से ହେଉଛି ବିଶ୍ୱାମିତ୍ର ଆଉ ମେନକାଙ୍କର କନ୍ୟା। ତେଣୁ ସେଇଠି ଯେତେବେଳେ ସେ ଝିଅଟିକୁ ଆଣିଛନ୍ତି ଏବଂ ସେ ଝିଅଟି ବଡ଼ ହେଇଛି ତାକୁ ଦୁଷ୍ମନ୍ତଙ୍କ ହାତରେ ବାହା ଦେଇଛନ୍ତି। ଯେଉଁ ପ୍ରଣୟ କାହାଣୀ ହେଇଛି ତ ସେଟା ପ୍ରଣୟ ବଲ୍ଲରୀ। କବିତାର କାବ୍ୟର ନାଁ ଦେଇଛନ୍ତି ପ୍ରଣୟ ବଲ୍ଲରୀ। ବଲ୍ଲରୀ ମାନେ ଗୋଟେ ଲତା। ସେ ପ୍ରଣୟଟା କିନ୍ତୁ ଲତା ଆକାରରେ ମାଡ଼ି ମାଡ଼ି ଉପରକୁ ଉଠିଛି। କବି ପ୍ରତି ଛନ୍ଦରେ ତାକୁ ବର୍ଣ୍ଣନା କରିଛନ୍ତି। ଏଠି କହିବାର ମୋର ଉଦ୍ଦେଶ୍ୟ ହେଉଛି ଯେତେବେଳେ ଶକୁନ୍ତଳା ପତି ଗୃହକୁ ଯିବେ କର୍ଣ୍ଣଙ୍କ ଆଖିରେ ଲୁହ ଆସିଛି। ଅବଶ୍ୟ ଏହା କାଳିଦାସଙ୍କର ଅଭିଜ୍ଞାନ ଶକୁନ୍ତଳାର ଏକ ପ୍ରତିଛବି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହି ପ୍ରତିଛବିକୁ ସେ ଓଡ଼ିଆ ଭାଷାରେ ରୂପାୟିତ କରିଛନ୍ତି। ଯେଉଁ ଉପଦେଶ ଦେଇଛନ୍ତି ପତି ଗୃହରେ ଜଣେ ସ୍ତ୍ରୀ ଭାବରେ କିଭଳି ଭାବରେ ପତି ସେବା କରିବୁ, ଯେଉଁ ଉପଦେଶ ଗୁଡ଼ିକ ଦେଇଛନ୍ତି କର୍ଣ୍ଣ, ତାହା ସୁନ୍ଦର ଭାବରେ ରୂପାୟିତ କରିଛନ୍ତି ଆମରି ଭାଷାରେ। ସ୍ୱଭାବୋଗୀ ଗଙ୍ଗାଧର ମେହେର ଶାଶୁଙ୍କ ପ୍ରତି କେମିତି ବ୍ୟବହାର କରିବୁ, ଶ୍ୱଶୁରଙ୍କ ପ୍ରତି କେମିତି ବ୍ୟବହାର କରିବୁ, ସ୍ୱାମୀଙ୍କ ପ୍ରତି କେମିତି ବ୍ୟବହାର ହେବ, ତାହା ଆଜିକାର ଯୁଗରେ ମା ମାନଙ୍କ ପାଇଁ ଆଦର୍ଶ ସ୍ଥାନୀୟ, ଅନୁକରଣୀୟ, ଅନୁପ୍ରେରଣାର ଯୋଗ୍ୟ। ତେଣୁ ଏଇଭଳି ଭାବରେ ଆପଣମାନେ ମୋତେ ଟିକେ ସମୟ ଦେଇଥିବାରୁ ମୁଁ ପୁଣି କ୍ଷମା ପ୍ରାର୍ଥନା କରୁଛି। ସମୟ ତ ହେଇଗଲାଣି 56 ମିନିଟ୍ ହେଇଗଲାଣି। ଧନ୍ୟବାଦ ପର୍ବ ପୁଣି ରହୁଛି। ତେଣୁ ଆପଣମାନଙ୍କୁ ପୁଣି ବିନମ୍ର ପ୍ରଣାମ ଜଣାଇ ମୋର ବାଣୀକି ବିରାମ ଦେଉଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସୁଯୋଗ ଦେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଏବଂ କ୍ଷମା ଚାହୁଁଛି। ଅତି ଉତ୍ତମ ସାର୍, ଅତି ଉତ୍ତମ। ଯାହା ହଉ ଆପଣ କାର୍ଯ୍ୟକ୍ରମର ସମୟ ସଞ୍ଚାଳନରେ ଗୋଟେ ସାହାଯ୍ୟ କଲେ। ତେଣୁ ମୁଁ ବ୍ୟକ୍ତିଗତ ଆପଣଙ୍କୁ ସାଧୁବାଦ ଜଣାଉଛି। ଏବେ ଅନୁରୋଧ କରିବି ଦୀପକ ଭାଇଙ୍କୁ, ମାନନୀୟ ଦୀପକ ମହାନ୍ତି କାର୍ଯ୍ୟକ୍ରମର ଧନ୍ୟବାଦ ପର୍ଯ୍ୟାୟ ରଖିବେ। ଶ୍ରୀଯୁକ୍ତ ଦୀପକ କୁମାର ମହାନ୍ତି। ସମ୍ମାନସ୍ପଦ ସଭାପତି, ଆଜିର ଅତିଥି ତଥା ବକ୍ତା ମିତ୍ରବାବୁ ସାର୍, ସଂଯୋଜକ ନବୀନ ବାବୁ ଏବଂ ଆମର ପାଠ ଚକ୍ରରେ ଯୋଗ ଦେଇଥିବା ଓଡ଼ିଶାର ସ୍ୱାମୀ ବିବେକାନନ୍ଦ ସଂସଦର ପ୍ରତ୍ୟେକ ସଦସ୍ୟ ଆଜି ମୟୂରଭଞ୍ଜ ଜିଲ୍ଲା 7ମ ଇ ପାଠଚକ୍ରର ଦିବସ। ଏହି ଅବସରରେ ଆଜିର ଏହି ଦିନରେ ଯେଉଁ ବକ୍ତା ବନ୍ଧୁ ଥିଲେ ଶ୍ରୀଯୁକ୍ତ ମିତ୍ରଭାନୁ ସାର୍, ମେହେର ସାହିତ୍ୟ ଉପରେ ସେ ଯେଉଁ ଚର୍ଚ୍ଚା ରଖିଲେ, ବିଶେଷ କରି ତପସ୍ୱିନୀ, ଇନ୍ଦୁମତୀ, କୀଚକବଦ୍ଧ ତିନୋଟିରେ ଜୀବନ ଦର୍ଶନର ଯେଉଁ ତତ୍ତ୍ୱକୁ ତୁଳନାତ୍ମକ ଭାବରେ ଆମ ସମସ୍ତଙ୍କ ସମ୍ମୁଖରେ, ଓଡ଼ିଶାବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କଲେ। ତେଣୁ ମୁଁ ମୋ ତରଫରୁ, ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ତରଫରୁ, ଓଡ଼ିଶାର ବିବେକାନନ୍ଦ ଲୋକ ସଂସଦ ତରଫରୁ ମୁଁ ତାଙ୍କୁ ସାଧୁବାଦ ଧନ୍ୟବାଦ ଜଣାଉଛି। ତାଙ୍କ ପାଟିରୁ ଶୁଣିବାର ଥିଲା ଅର୍ଘ୍ୟଥାଳି, ପ୍ରଣୟ ବଲ୍ଲରୀ, ଏଇ ଦୁଇଟାର ତୁଳନାତ୍ମକ ଚିତ୍ର ଶୁଣିବାର ଥିଲା। କିନ୍ତୁ ମଝିରେ ଆମର ଯୋଉ ବିପିନ ସାର୍ ପ୍ରଣୟ ବଲ୍ଲରୀ ଉପରେ ଏକ ତତ୍ତ୍ୱମୂଳକ ଚିନ୍ତାକୁ ଉପସ୍ଥାପିତ କଲେ, କିଛିଟା ଉପଶମ ହେଲା। ଯାହା ହଉ, ସମୟ ଆସିଲେ ପୁଣି ସେଇ ବିପିନ ବାବୁ ବା ଆମର ମିତ୍ରଭାନୁ ସାର୍ଙ୍କ ପାଖରୁ ଆମେ এই ମେହେର ସାହିତ୍ୟଙ୍କ ଉପରେ ଆମେ ନିଶ୍ଚିତ ରୂପେ ଅଧିକ କିଛି ଶୁଣିବା। ତେବେ এই ଧନ୍ୟବାଦ ପର୍ବରେ ଆଜି ଯୋଉ ସଭାପତି ମହୋଦୟ ଅଛନ୍ତି ଆମର ମୟୂରଭଞ୍ଜ ଜିଲ୍ଲା ଲୋକ ସଂସଦର ଯିଏକି ସମ୍ପାଦକ ଶ୍ରୀଯୁକ୍ତ ଯୁଧିଷ୍ଠିର ମହାନ୍ତ ସାର୍, ସେ ତାଙ୍କର ଚିନ୍ତା ଚେତନାକୁ ଉପସ୍ଥାପିତ କରିଛନ୍ତି ଏବଂ ମେହେରଙ୍କ ପ୍ରତି ତାଙ୍କର ଯୋଉ ଆଦର୍ଶ ଭାବନା ରହିଛି, ଯୋଉ ପ୍ରକୃତିକୁ ନେଇକି ମେହେର ଯୋଉ ଚିନ୍ତା ବ୍ୟକ୍ତ ଅତୀତରେ କରିଥିଲେ, ଯୋଉ ଚିନ୍ତା କରିଥିଲେ, ଯାହା ଲେଖିଥିଲେ ଏବଂ ବରପାଲି ମାଟିରୁ ସାରା ଭାରତବର୍ଷକୁ ଛୁଇଁ ପାରି, ଭାରତବର୍ଷ ଲୋକମଣ୍ଡଳକୁ ଛୁଇଁ ପାରିଥିଲେ, ସେ କଥାକୁ ଆଜି ଯୁଧିଷ୍ଠିର ମହାନ୍ତ ସାର୍ ଯେପରି ଉପସ୍ଥାପିତ, ତାଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେବି। ନବୀନ ବାବୁ ସେ ପ୍ରତ୍ୟେକ ଥର ଆମ ଏଇ ପାଠଚକ୍ରରେ ଯୋଗ ଦେଇ ଆମକୁ ଉତ୍ସାହିତ କରନ୍ତି। ଦୂର ଜିଲ୍ଲାରେ ଥାଇ ମଧ୍ୟ ସେ ଆମ ସହିତ ସବୁବେଳେ ଅଛନ୍ତି, ସେ ବି ଧନ୍ୟବାଦ ଦେବି। ଏବଂ ଆମର ଏଇ ପାଠଚକ୍ରରେ ଯୋଗ ଦେଇଥିବା ଆମର ରବୀନ୍ଦ୍ର ଭାଇ, ଯିଏକି ଆମ ବିବେକାନନ୍ଦ ଲୋକ ସଂସଦର ଅନ୍ୟତମ ଆଦର୍ଶ,
ଯାହାକୁ କି ଯାହାଙ୍କ ଶିଖରକୁ ସ୍ପର୍ଶ କରିବା ପାଇଁ ବେଳେ ବେଳେ ଆମେ ବି ଚିନ୍ତା କରୁ। ସିଏ ଆଜି ପ୍ରାରମ୍ଭିକ ପ୍ରଥମେ ଓଙ୍କାର ମନ୍ତ୍ର ପାଠ କରି ଆମ ଭିତରେ ଯୋଉ ଶଙ୍ଖନାଦ ସୃଷ୍ଟି କଲେ, ଯୋଉ ଭାବନା ସୃଷ୍ଟି କଲେ, ସେଥିପାଇଁ ସିଏ ମଧ୍ୟ ଆମର ମୟୂରଭଞ୍ଜ ମାଟିର ସନ୍ତାନ। ତାଙ୍କୁ ଏ ମୟୂରଭଞ୍ଜ ଜିଲ୍ଲାବାସୀ, ଏ ଓଡ଼ିଶା ମାଟି ତାଙ୍କୁ ବି ଧନ୍ୟବାଦ ଜଣାଉଛି। ଏଥିସହିତ ଏ କାର୍ଯ୍ୟକ୍ରମର ଯିଏ ମୁଖ୍ୟ ପୁରୋଧା, ଯିଏକି ନିୟନ୍ତ୍ରଣକର୍ତ୍ତା, ଯିଏକି ନିର୍ମାତା, ଯିଏକି ସାରା ଓଡ଼ିଶାରେ ଶିକ୍ଷା ବାଣ୍ଟିବାର ଏ ପ୍ରୟାସ କରୁଛନ୍ତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ନାୟକ ମହୋଦୟ, ଯିଏକି ଆମ ବିବେକାନନ୍ଦ ଲୋକ ସମାଜର ସମ୍ପାଦକ, ସେ ମଧ୍ୟ ଆମ ସହିତ ଏଇ ପାଠଚକ୍ରରେ ଅଛନ୍ତି। ତାଙ୍କୁ ମଧ୍ୟ ମୁଁ ମୋର ହୃଦୟରୁ ଏବଂ ମୟୂରଭଞ୍ଜ ମାଟିରୁ ଧନ୍ୟବାଦ ଦଉଛି। ଏଥିସହିତ ମୁଁ ମୋର ଧନ୍ୟବାଦ ପର୍ବ ଶେଷ କରୁଛି। ଧନ୍ୟବାଦ। ଧନ୍ୟବାଦ ଦୀପକ।